समस्त को नमस्कार। केबे केबे गप चेरमूली भरी आम शरीर रे धीरे धीरे पाद थापी थापी चौरे। केबे केबे गप एलोपैथिक मेडिसिन परी 10 मिनिट रे भी चौरी जाए। केबे केबे किछि गप अछि, किछि उपन्यास अछि, किछि प्रोज अछि जहा विष परी भी चौरी जाए। समस्ते भाबु जे गप कोन किए कुहे जहा 10 मिनिट रे छाती को छुई गला एवं छाती को भेद करी गला ताहा भल गप। किए कुहे गपटी जदि चर्चित हैला, पोड़ा जळा हैला एवं लेखक को गाड़ी दिया हला ता बहिटी बैन करागला ताहले सेटा गोटे भल गप। किए कहे गपटी जदि पुरस्कार पाइला ताहा एक भल गप। किए कहे गप सबु पीढ़ी सबु आयुष सबु समयर आरपारी को सबु समय को भेदी जदि गप गोटे समय पर समय पीढ़ी पर पीढ़ी को अनुप्राणित करि पारला ताहले सेटा ही भल गप। तेबे आज हमें चर्चा करबानी कहा गप भल गप एवं क्यों गपटी भल गप एवं भीमभाई आसतु क्यों गप भल गप एवं क्यों गाल्पिक भल गाल्पिक। आम चर्चार विषय होछि ओडिया गल्प अग्निपथरे जात। आम साहित्य रे आम भारतीय साहित्य रे एवं आम विश्व साहित्य रे एमिति किछि गप उपन्यास लेखा जाइछि जहा खूब चर्चित हेछि, पोड़ाजळा हेछि एवं बैन हेछि। जेमिति तस्लिमा नरसिंहकर लज्जा हो, VS नाइपमଙ୍କ एरा ऑफ डार्कनेस हो कि सैनेटिक वर्सेस हो सलमान रश्दीଙ୍କର कि ଆମର ଓଡ଼ିଆ ସାହିତ୍ୟରେ के कमलाकांत महापात्रଙ୍କର चोर फोटो गप बैन ହେଇଛି, ଉପନ୍ୟାସ बैन ହେଇଛି, ପୋଡ଼ାଜଳା ହେଇଛି, ଲେଖକଙ୍କୁ ଦେଶରୁ ବାହାର କରି ଦିଆଯାଇଛି ଏବଂ ଲେଖକ ଗୋଟେ ଅଗ୍ନିପଥରେ ଚାଲିଛନ୍ତି ଏବଂ ଅଗ୍ନିପଥରେ ଗପରେ ଓଡ଼ିଆ ଗପରେ ଅଗ୍ନିପଥରେ ଯାତ୍ରା ଯୋଉ ଏଇ ଶୀର୍ଷକଟି କେବଳ ଏଇଥିପାଇଁ ଏଇ ବିଷୟକୁ ନଉଥିଲେ ବି ଏବଂ ଅନ୍ୟାନ୍ୟ ଆହୁରି ଅନେକ ଦିଗ ଅଛି ଯୋଉଥିରେ ଓଡ଼ିଆ ଗପ ଏବଂ ଲେଖକ ଅଗ୍ନିପଥରେ ଚାଲନ୍ତି। ତେବେ ଆମେ ଏଇ ସବୁକୁ ନେଇ ଆଜି ଚର୍ଚ୍ଚା କରିବା। ଆମ ସହିତ ତିନି ଜଣ ପ୍ରଥିତଯଶା କଥାକାର ଅଛନ୍ତି ଯିଏ ନିଜ ନିଜ ଗପ ପାଇଁ ଚର୍ଚ୍ଚିତ ବି ହେଇଛନ୍ତି, ଗାଳି ବି ଶୁଣିଛନ୍ତି ଏବଂ ସୁଖ୍ୟାତି ବି ଅର୍ଜନ କରିଛନ୍ତି। ଯିଏ ଲେଖିଛନ୍ତି ଜମ୍ବୁଲୋକ ସମୁଦ୍ର ମଣିଷ ଓଂ ସେ ହେଉଛନ୍ତି ଭୀମପୃଷ୍ଟି। ଆମେ ତାଙ୍କୁ ସ୍ୱାଗତ କରୁଛୁ। ଗାଳ୍ପିକ ଉପନ୍ୟାସିକ ଭୀମପୃଷ୍ଟି ଏବଂ ଯିଏ ନିଜର କଥାର ନାମ ବଂଶୀ, ନଟର ଡାଇରୀ, କୀଟ ଅନ୍ୟାନ୍ୟ ଗଳ୍ପ ଏବଂ ଏଇ ସଦ୍ୟ କେତୁ ଲେଖି ଚର୍ଚ୍ଚାରେ ଅଛନ୍ତି ସିଏ ହେଉଛନ୍ତି ଆମ ସମୟର ପ୍ରଥିତଯଶା ଗାଳ୍ପିକ ପ୍ରକାଶ ମହାପାତ୍ର। ତାଙ୍କୁ ଏଇ ବିମର୍ଶକୁ ସ୍ୱାଗତ। ଯିଏ ଭୟ କରନ୍ତି ନାହିଁ ସୁସମାଚାର ଲେଖିବାକୁ, ଯିଏ ଭୟ କରନ୍ତି ନାହିଁ ଶିଳ୍ପ ଭାଗବତ ଲେଖିବାକୁ, କାରଣ ଗୋଟେ ବଦଳୁଥିବା ହଠାତ୍ ହୁ ହୁ ହେଇ ଜଳୁଥିବା ନିଆଁ ଭିତରେ, ଜଳୁଥିବା ସମାଜ ଭିତରେ ଆମେ ବଞ୍ଚିଛନ୍ତି ଯୋଉଠି ପ୍ରଶ୍ନ କରିବାର ଅଧିକାର କାହାର ନାହିଁ କିନ୍ତୁ ଲେଖକଟିଏ କରିପାରେ। ସେଇ ସୁସମାଚାର ଏବଂ ଶିଳ୍ପ ଭାଗବତର ଲେଖକ ସୁବ୍ରାକ୍ଷ ପଣ୍ଡା ମହୋଦୟ, ତାଙ୍କୁ ଆମେ ସ୍ୱାଗତ କରିବା ଆମ ବିମର୍ଶକୁ। ତେବେ ଆମେ ପ୍ରଶ୍ନଟି ଆରମ୍ଭ କରିବା ଭୀମପୃଷ୍ଟିଙ୍କ ପାଖରୁ, ଗାଳ୍ପିକ ଭୀମପୃଷ୍ଟିଙ୍କ ପାଖରୁ। ଭୀମପୃଷ୍ଟି ଜଣେ ଏମିତି ଗାଳ୍ପିକ ଉପନ୍ୟାସିକ, ସିଏ ହଠାତ୍ ଥାଆନ୍ତି ଏବଂ ବାହାରି ଯାଆନ୍ତି ବର୍ଷ ବର୍ଷ ଧରି, ମାସ ମାସ ଧରି, କେତେବେଳେ ସମୁଦ୍ର କୂଳକୁ, କେତେବେଳେ ନଈ କୂଳକୁ, କେତେବେଳେ ଅପନ୍ତରା ଗାଁକୁ, କେତେବେଳେ ଭାରତରେ ଥିବା ଏକ ବାଂଲାଦେଶ ଏବଂ ଆବିଷ୍କାର କରନ୍ତି ସେଠାକାର ଜନଜୀବନର ପରିସ୍ଥିତି, ଜନବସତିର ଦୁଃଖ ସୁଖ ଏବଂ ନିର୍ଯାତନାକୁ ଆବିଷ୍କାର କରି ସେ ଫେରନ୍ତି ଏବଂ ସେଇ ଚରିତ୍ର ମାନଙ୍କର ସଙ୍ଗମରେ ତାଙ୍କ ଉପନ୍ୟାସ ଏବଂ ଗଳ୍ପ ତିଆରି ହୁଏ। ତେବେ ଏଇ ଚରିତ୍ର ମାନଙ୍କୁ ଭେଟିବାରେ ଆପଣ କଣ କଣ କଷ୍ଟ ସବୁ ସହିଛନ୍ତି, ନିଜର ଅନୁଭୂତି ଟିକେ ଆପଣ ଆମ ମାନଙ୍କୁ ସମସ୍ତଙ୍କୁ କହିବେ ସଂକ୍ଷେପରେ। ସମସ୍ତଙ୍କୁ ନମସ୍କାର। ମୋ ଗପ ସମ୍ପର୍କରେ ମୁଁ କଣ କହିବି ଯୋଉଟା ପାଠକ କହିପାରିବେ, କାରଣ ଲେଖକ କେବଳ ଲେଖିବ ଏବଂ ଛାଡ଼ିଦବ ପାଠକ ଉପରେ ଏବଂ ତା ଗପ ଉପରେ ପର୍ଯ୍ୟାଲୋଚନା କଣ କରିବ। ଯେହେତୁ ମୁଁ ସାଧାରଣତଃ 1980ରୁ 2000 ମସିହା ପର୍ଯ୍ୟନ୍ତ ଘରେ ବସିକିରି ଗପ ଲେଖୁଥିଲି ଏବଂ 2000 ମସିହାରୁ ଏଯାବତ କେବଳ ବାହାରକୁ ଯାଇକିରି ଗପ ଲେଖୁଛି। ଏତିକି ହଉଛି ତଫାତ୍ ମୋ ଗପ ଲେଖାର। ଯେତେବେଳେ ମୁଁ ଘରେ ବସିକିରି ଗପ ଲେଖୁଥିଲି ନିଶ୍ଚିତ ଭାବରେ ଲେଖା ହେଇଥିଲା ପେଟ ପେଟ ତଳ। ହଁ, ସେଥିରେ ଗୋଟେ କମ୍ଫର୍ଟ ଜୋନ୍ ଥିଲା ଏବଂ ଗୋଟେ କଳ୍ପନା ଥିଲା, ଭାବନା ଥିଲା, ଅନୁଭୂତି ଥିଲା। କିନ୍ତୁ ଯେତେବେଳେ ବାହାରକୁ ଗଲି ଅନୁଭୂତିର ପରିସର ବଢିଲା ଏବଂ ବିଭିନ୍ନ ଚରିତ୍ର ମୁଁ ପାଇପାରିଲି, ବିଭିନ୍ନ ବିଷୟବସ୍ତୁ ପାଇପାରିଲି ଏବଂ ପ୍ରଶ୍ନ ଆସିବ ଯେ କେମିତି ମୁଁ ଚରିତ୍ରକୁ ପାଏ। ଆପଣ ମାନେ ଯେକୌଣସି ଗୋଟେ ଅଚିହ୍ନା ଜାଗାରେ ପହଞ୍ଚନ୍ତୁ, ଉପନ୍ୟାସ ଲେଖନ୍ତୁ ବା ନ ଲେଖନ୍ତୁ, ଯେକୌଣସି ଲୋକର କାନ୍ଧରେ ହାତ ପକାନ୍ତୁ, ତା ସହିତ ସାଙ୍ଗ ହୁଅନ୍ତୁ ଏବଂ ସିଏ ଆପଣଙ୍କର ଅନେକ ଚରିତ୍ର, ଅନେକ ଘଟଣା, ଅନେକ ବିଷୟବସ୍ତୁ ଉପରେ ଆପଣଙ୍କୁ ପରିଚିତ କରିବ। ଯଦି ତାହା ଆପଣଙ୍କର ଉପନ୍ୟାସ ପାଇଁ ବା ଗପ ପାଇଁ ଦରକାର ହବ, ନିଶ୍ଚିତ ଭାବରେ ସେ ଜାଗାଟାରେ ଗପ ଅଛି ବୋଲି ଆପଣ ଜାଣିବେ ଏବଂ ଗପ ଲେଖିପାରିବେ। ଏବଂ ପ୍ରଶ୍ନ ହଉଛି
ଯେ ଆପଣଙ୍କ ଯୋଉ ଜାଗାକୁ ଯାଆନ୍ତି, ଯୋଉ ଉପନ୍ୟାସ ପାଇଁ ଯୋଉଠିକି ଯାଆନ୍ତି, ସେଠି ଆପଣ ରିସର୍ଚ୍ଚ କରନ୍ତି, ବହୁତ ଦିନ ଧରି ରୁହନ୍ତି। ତେବେ ସେଇ ଅନୁଭୂତି ଭିତରେ ଏମିତି କିଛି ଅନୁଭୂତି ଅଛି କି ଯାହା ଆପଣଙ୍କୁ କଷ୍ଟ ଦେଇଛି ଏବଂ ବହୁ କଷ୍ଟର ତିନୋଟି ସମସ୍ୟାରେ ପଡ଼ିବାକୁ ପଡ଼ିଛି ଆପଣଙ୍କୁ? ତିନୋଟି ଧାରା ଉପରେ ତ ଗପ ବା ଉପନ୍ୟାସ ଲେଖାଯିବ। ଗୋଟେ ହଉଛି ଫିଲ୍ଡ ଷ୍ଟଡି ବା ଗବେଷଣା ଆପଣ କରିବେ ବା ଯୋଉ ଅଞ୍ଚଳକୁ ଯିବେ। ଆଉ ଗୋଟେ ହଉଛି ସେ ଅଞ୍ଚଳ ଉପରେ ଆପଣ ପଢାପଢି କରିବେ ଏବଂ କଣ ଲେଖା ହେଇଛି ବିଶ୍ୱ ସାହିତ୍ୟରେ, ଓଡିଆ ସାହିତ୍ୟରେ, ହିନ୍ଦୀ ସାହିତ୍ୟରେ, ବଙ୍ଗଳା ସାହିତ୍ୟରେ କଣ ଲେଖା ହେଇଛି ତାକୁ ଅନୁଧ୍ୟାନ କରିବେ ଏବଂ ସେ ତାପରେ ଯାଇକି ଲେଖିବେ। କାରଣ ଆମେ ଓଡିଆ ଭାଷାରେ ଲେଖିଲେ ମଧ୍ୟ ଆମେ ଗ୍ଲୋବାଲ ଲେଖୁଛୁ ବୋଲି ଆମେ ଭାବୁଛୁ। ଆମେ ବିଶ୍ୱସ୍ତରୀୟ ସାହିତ୍ୟ ରଚନା କରୁଛୁ। ଆମେ ଗର୍ବରେ ସହ କରୁଛୁ, ଆମେ ଗୋଟେ ଐତିହ୍ୟ ସମ୍ପନ୍ନ ଭାଷାରେ ଲେଖୁଛୁ, କିନ୍ତୁ ଆମର ସାହିତ୍ୟ ଯଦି ଟ୍ରାନ୍ସଲେସନ ହବ ନିଶ୍ଚିତ ତା ଗ୍ଲୋବାଲ ଲିଟରେଚର ହବ। ତେଣୁ ମୁଁ ସଦାବେଳେ ମନେ କରେ ମୁଁ ଗ୍ଲୋବାଲ ଲେଖେ। ସେଇଥିପାଇଁ ମୁଁ ଅନ୍ୟ ସାହିତ୍ୟ ଗୁଡିକ ପଢେ ଏବଂ ନିଶ୍ଚିତ ବରାବର ଆମ ସାହିତ୍ୟକୁ ତା ସହିତ ସମକକ୍ଷ କରିବା ପାଇଁ ଚେଷ୍ଟା କରେ ଏବଂ ନିଶ୍ଚିତ ଭାବରେ ଏଇଟା ଗୋଟେ ପରିସର ନୁହେଁ ଯୋଉଠି ମୁଁ ଆଲୋଚନା କରିବି ଯେ କି ପରିସ୍ଥିତି ର ଫେସ୍ ହେଇଛି। ବହୁତ ପରିସ୍ଥିତିର ଫେସ୍ ହେଇଛି। ଥାନାରେ ରହିଛି। ମାଓବାଦୀ ମାନଙ୍କ ସନ୍ଦେହରେ ପୁଲିସ ମଧ୍ୟ ମତେ ଅଟକେଇଛନ୍ତି। ବହୁତ ଧମକ ଆସିଛି। ବହିପତ୍ର ମଧ୍ୟ ସିଲ୍ ହେଇକିରି ରହିଛି ଥାନାରେ ଏବଂ ମାଡ ମଧ୍ୟ ଖାଇଛୁ ଏବଂ ଏବଂ ସିଏ ଏ ସାଇଡ ଟା ରହିଲା। ଧମକ ଚମକ ପଲିଟିକାଲ ଲୋକମାନଙ୍କ ଦ୍ଵାରା ଧମକ ଚମକ ବି ଆସିଛି। ଘରେ ବହୁତ ଅସୁବିଧା ହେଇଛି, ଯୋଉଟା କି ଗୋଟେ ଜଣେ ଅର୍ଥମନ୍ତ୍ରୀଙ୍କ ଉପରେ ମୁଁ ଗୋଟେ ଗପ ଲେଖିଥିଲି, ବ୍ଲାକ୍ ମ୍ୟାଜିକ ବୋଲି, ଯେ ସମୟରେ ବିରଜା ମୂର୍ତ୍ତି ବଦଳ ହେଲା, ଆପଣ ମାନେ ଅନୁବାଦ କରୁ ଏବଂ ଯୋଉଟା ଗପ ମଧ୍ୟ ଗୋଟେ ରୂପାନ୍ତରିତ କରିଛି ଗୋଟେ ପରିସ୍ଥିତି କି, ଯେମିତି ମାୟା ବିଛଣା ଗୋଟେ ଗପ, ଏଟିଏମ୍ ଉପରେ ମୁଁ ଯୋଉ ଗପଟି ଲେଖିଥିଲି, ଯୋଉଠି ଏଟିଏମ୍ ବନ୍ଦ ଅଛି ଏବଂ 21 ଜଣ ଲୋକ ସେଠି ସୁଇସାଇଡ କରିଛନ୍ତି। ବର୍ତ୍ତମାନ ଏଟିଏମ୍ ବନ୍ଦ ଅଛି, କିନ୍ତୁ ତାର ଆନ୍ଦୋଳନ ଆଜି 5-6 ବର୍ଷ ହେଲା ଚାଲିଛି। ପ୍ରତ୍ୟେକ ଦିନ ଆନ୍ଦୋଳନ ହଉଛି, ଏଯାବତ ବି ଆନ୍ଦୋଳନରେ ବସିଛନ୍ତି ଏବଂ ସେ ଜଣେ ତଥାକଥିତ କଣ ଶିଳ୍ପପତି ଚାହିଁଲେ ସେ ଏଟିଏମ୍ ଜାଗାଟାକୁ ଅକ୍ତିଆର କରିବା ପାଇଁ। ମୋ ଗପ ବାହାରିଲା ପରେ ସେଟା ପ୍ରାୟ ଶହ ଶହ ସଂଖ୍ୟାରେ ଜେରେକ୍ସ ହେଇକିରି ସେ ଗପଟି ବଣ୍ଟା ହେଲା ଏବଂ ସେଇ ଗୋଟେ ପ୍ରତିକ୍ରିୟା ତିଆରି ହେଲା ସେ ଅଞ୍ଚଳରେ ଏବଂ ସେଇ ଗପଟା ପରେ ସେଇ ତଥାକଥିତ ଶିଳ୍ପପତି କହିଲେ ଯେ ନାଇଁ ଏଟିଏମ୍ ଟାକୁ ମୁଁ ନେବି ନାହିଁ, ଏଟିଏମ୍ ଟା ରହିଗଲା। ତେଣୁ ଗୋଟିଏ ନିଶ୍ଚିତ ଭାବରେ ବିଭିନ୍ନ ପ୍ରତିବାଦ, ବିଭିନ୍ନ ଆଘାତ, ବିଭିନ୍ନ କଷ୍ଟ, ଆରି ଭିତରେ ମଧ୍ୟ ଗପ ନିଶ୍ଚିତ ଭାବରେ ତାର ସଫଳତାର ଦିଗକୁ ଛୁଏଁ ଏବଂ କିଛିଟା ସଫଳତା ଦିଏ ଏବଂ ତାର କଷ୍ଟର ଇତିହାସ ଏବଂ ଆନନ୍ଦର ଇତିହାସ ବହୁତ ଲମ୍ବା। ଧନ୍ୟବାଦ ଭୀମ ଭାଇ, ଆପଣ ବହୁତ ଭଲ କଥା କହିଲେ ଯେ ଗପଟିଏ ଲେଖିବାକୁ ହେଲେ ଏବଂ ଉପନ୍ୟାସଟିଏ ଲେଖିବାକୁ ହେଲେ ତା ପାଇଁ ଅନେକ କଷଣ ସହିବାକୁ ପଡେ ଏବଂ ଆପଣ ସହିଛନ୍ତି ମଧ୍ୟ ଏବଂ ସଫଳ କଷଣ ସହିଲା ପରେ ଆପଣ ସାହିତ୍ୟରେ ଅଛନ୍ତି ଏବଂ ଆପଣଙ୍କର ରାସ୍ତା ଆପଣ ବାଛିଛନ୍ତି ଏବଂ ତାକୁ ଜାରି ରଖିଛନ୍ତି। ଆପଣ ସେଇ ରାସ୍ତାରେ ଚାଲିବା ଜାରି ରଖିଛନ୍ତି। ଏହା ଏକ ସହଜ କଥା ନୁହେଁ ଏବଂ ସେଇ ସମାନ ସମୟରେ ଆପଣଙ୍କ ପରପିଢି ଶୁଭ୍ରାଂଶୁ ପଣ୍ଡା ଦୁଇଟି ଯାକ ଅଲଗା ଉପନ୍ୟାସ, ଅଲଗା ଅଲଗା ବିଷୟକୁ ନେଇକି ଗୋଟେ ସୁସମାଚାର ଏମିତି ଏକ ଉପନ୍ୟାସ ଲେଖାଯାଇଛି ଯୋଉଥିରେ ବାଇବେଲ ଏବଂ ଖ୍ରୀଷ୍ଟିଆନ ମାନଙ୍କର ବାଇବେଲ ଷ୍ଟାଇଲରେ ଲେଖାଯାଇଛି ଏବଂ ଖ୍ରୀଷ୍ଟିଆନ ମାନଙ୍କର ସେଇ କଥାକୁ ଲେଖାଯାଇଛି ଏବଂ ସେଇ ସମୟରେ ଶିଳ୍ପ ଭାଗବତ ବି ଲେଖାଯାଉଛି ଏବଂ ଟି ଜାଗାରେ ଆମ ସମାଜର ବ୍ୟବସ୍ଥା ଏବଂ ଆମ ଆମ ସମାଜରେ, ଆମ ଶିଳ୍ପରେ ଏବଂ ଆମ ଧର୍ମରେ କଣ କଣ ସବୁ ଅସୁବିଧା ଅଛି, କଣ କଣ ଅସୁବିଧା ଅଛି, ତାକୁ ନେଇକି ସ୍ୱର ଉତ୍ତୋଳନ କରିଛନ୍ତି ଉପନ୍ୟାସ ମାଧ୍ୟମରେ। ତେବେ ଏଇ ଦୁଇଟି ଉପନ୍ୟାସ ଲେଖି ହେଲା ବେଳେ ଆପଣଙ୍କର କିଛି ସେମିତି ତିକ୍ତ ଅନୁଭୂତି ଅଛି କି ଏବଂ ଲେଖି ସାରିଲା ପରେ ଏବଂ ପାଠକଟିଏ ପଢି ସାରିଲା ପରେ ଆପଣଙ୍କର ସେମିତି କିଛି ଅନୁଭୂତି ଅଛି? ନମସ୍କାର। ଓଡ଼ିଶାରେ କାହାଣୀ ଲେଖିଲା ପରେ ତାକୁ ନେଇକି ପ୍ରତିବାଦ ହବ ବା ବିତର୍କ ହବ ଏବଂ ଗୋଟେ ବିବାଦ ତିଆରି ହବ, ଏଇଟା ଗୋଟେ ସୌଭାଗ୍ୟ ବୋଲି ମୁଁ ଭାବେ। ସେ ସୌଭାଗ୍ୟ ମୋର ବିଶେଷ କିଛି ହେଇନାହିଁ। ମୁଁ ଭାଇ ସୌଭାଗ୍ୟବାନ ବୋଲି ଭାବିବି, କାରଣ ମୁଁ ଚାହେଁ ମାନେ ଜାଣିଶୁଣି ନୁହେଁ, ମୁଁ ଚାହେଁ ଯେ କେବଳ ମୋ କାହାଣୀ ନୁହେଁ, ଯୋଉ ସବୁ କାହାଣୀ ଲେଖା ହଉଛି ଗୋଟେ ଯୁକ୍ତାତ୍ମକ ମାନେ ନକାରାତ୍ମକ ହଉ ବା ସକାରାତ୍ମକ ହଉ, ଚର୍ଚ୍ଚା ହଉ ତାକୁ ନେଇକି। ଓଡ଼ିଶାରେ ହୁଏ ନାହିଁ ପ୍ରାୟ। ସୁସମାଚାର ସମୟରେ କଣ ହେଲା, ବହୁତ ଲୋକ ମତେ ସୁସମାଚାର ଲେଖା ଆରମ୍ଭ ହେଲା 2006 ମସିହାରେ। ଛୋଟିଆ ଉପନ୍ୟାସଟେ ଲେଖିବା ପାଇଁ 3-4 ଦିନ ଲାଗିବା କଥା, ସରିଲା 2010ରେ। 4 ବର୍ଷ ଲାଗିଲା, 2011ରେ ପ୍ରକାଶ ପାଇଲା, 12ରେ ବହି ହେଲା। ମୁଁ ଅଧା ଲେଖି ତାକୁ ବନ୍ଦ କରିଥିଲି। ଏଇଥିପାଇଁ ମୁଁ ଧର୍ମ ଫର୍ମ କଥା ଅଛି। ସେଇ ସମୟରେ ଯୋଉ ଦଙ୍ଗା ବି ହେଲା, 8 ମସିହାରେ କନ୍ଧମାଳ ଦଙ୍ଗା ହେଲା। କନ୍ଧମାଳ ଦଙ୍ଗା ପରେ ମୁଁ ସାରିଲି ତାକୁ। କିନ୍ତୁ ମୁଁ ଯାହା ଆଶା କରୁଥିଲି ଯେ ବାହାରିଲା ପରେ ଗୋଟେ ବିପ୍ଳବ ହବ, ଲୋକ ମତେ ରାଗିବେ, ଏମିତି କାହିଁକି ଲେଖିଛୁ, କିଛି ହେଲା ନାହିଁ। ଅନେଷ୍ଟଲି ସ୍ପିକିଂ, ନୋ ରିଆକ୍ସନ। ଦୁଃଖର କଥା ହେଲା, ମତେ କିଛି ଖ୍ରୀଷ୍ଟିଆନ ବନ୍ଧୁ ହିଁ ଫୋନ କଲେ। କଟକରେ ଅତି ବୟସ୍କ ଭଦ୍ର ବ୍ୟକ୍ତି ମତେ ଫୋନ କଲେ, ଅତି ଭଦ୍ର ଭାଷାରେ, ମତେ ଆଦୌ ଆଘାତ ଦେଇନାହାନ୍ତି। ତାଙ୍କର ପ୍ରତିବାଦ ଜଣାଇଛନ୍ତି ଏବଂ ଗୁଡ଼ାଏ ପ୍ରଶ୍ନ ପଚାରିଛନ୍ତି। ମୁଁ ମଧ୍ୟ ତାଙ୍କୁ ଅତ୍ୟନ୍ତ ଭଦ୍ର ଭାବରେ ମୋର ଉତ୍ତର ରଖିଛି। ଦୁଃଖଟି ହେଲା
ଉପନ୍ୟାସଟିକୁ ନେଇକି ଯୋଉ ତଥାକଥିତ ହିନ୍ଦୁ ବନ୍ଧୁମାନଙ୍କ ଭିତରେ ଗୋଟେ ଭ୍ରମ ଧାରଣା ଥିଲା ସେଟା ହିନ୍ଦୁ ବିରୋଧୀ ବୋଲି, ତାକୁ ନେଇକି ଆଜି ପର୍ଯ୍ୟନ୍ତ ଅନେକ ମୋର ବନ୍ଧୁ ତାଙ୍କୁ ବହୁତ ସମୟ ଲାଗିଲା ମତେ ସେଇ ଭ୍ରମ ଧାରଣାଟି ଦୂର କରିବା ପାଇଁ ଯେ ପ୍ରକୃତରେ ଖ୍ରୀଷ୍ଟିଆନ ଲୋକ ରାଗିବା କଥା। ସେ ଯୋଉ କଭର ଦେଖି ଅନେକ ସମୟ ଲୋକ ନ ପଢିକି ଯୋଉ ଅନ୍ଧ ଭକ୍ତିରେ ମାତିଯିବା, କଭର ଦେଖି ଲୋକ ଭାବିଲେ ଯେ ଏଇଟା ବୋଧେ ଧର୍ମ ଫର୍ମ ଆମ ଧର୍ମ ବିରୁଦ୍ଧରେ କଣ ଲେଖା ହେଇଛି। ତାର ଗୋଟେ ସଦ୍ୟତମ ଉଦାହରଣ ମାତ୍ର 2 ମାସ 2.5 ମାସ ତଳେ ଗୋଟେ ଟିଭି ଚ୍ୟାନେଲରେ ମୋର ଗୋଟେ ସାକ୍ଷାତକାର ହଉଥିଲା। ଯିଏ ଯୋଉ ଭଦ୍ର ମହିଳା ୟଙ୍ଗ ଝିଅଟିଏ, ସେ ପ୍ରଥମ ପ୍ରଶ୍ନ ପଚାରିଲେ, ଆଚ୍ଛା ଆଜ୍ଞା ନମସ୍କାର, ଆପଣ ଖ୍ରୀଷ୍ଟିଆନ ଧର୍ମ ପ୍ରଚାର ପାଇଁ କେବେଠୁ ଆଗ୍ରହୀ ହେଲେ? କଣ ଖ୍ରୀଷ୍ଟିଆନ ଧର୍ମ? ଆପଣ ବହି ଲେଖିଛନ୍ତି। କିଏ ଆପଣଙ୍କୁ କହିଲା? ପଢିଛନ୍ତି ସେ ବହି? ନାଇଁ ମୁଁ ପଢିନି। ବୋଲି ସେଇଠି ସମସ୍ୟା। ଏଇ ଭିଡିଓଟି ଯେ ଦେଖୁଥିବ, ଯୋଉ ଟିଭି ଆପଣଙ୍କର ଯୋଉ ଦର୍ଶକ ମାନେ ଦେଖିବେ, ତାଙ୍କ ଭିତରେ ଆପଣ ଗୋଟେ ମିଛ ପୁରେଇ ଦେଲେ ଯେ ଏଇ ଲୋକଟି ବୋଧେ ଧର୍ମ ପ୍ରଚାର ସପକ୍ଷରେ କଣ ଲେଖେ, ଯଦିଓ ମୋ ଉପନ୍ୟାସଟି ସମ୍ପୂର୍ଣ୍ଣ ତାର ବିପରୀତ। ଏମିତି କିଛି ଭ୍ରମ ଧାରଣା ତିଆରି ହେଇଛି। ଦ୍ୱିତୀୟ, ଶିଳ୍ପ ଭାଗବତ। ଶିଳ୍ପ ଭାଗବତ ମୁଁ ସ୍ୱୀକାର କରୁଛି, ଅନ୍ୟ ଆଗରୁ ମଧ୍ୟ କହିଛି ଯେ ମୁଁ ନିଜେ ଗୋଟିଏ ଶିଳ୍ପରେ ଥିଲି, ବହୁତ ଭଲ ଦରମା ପାଉଥିଲି, ଗାଡି ଘୋଡା ସବୁ ସୁବିଧା ଥିଲା। ମୁଁ ସେ ଶିଳ୍ପ ଛାଡିକି ପଳେଇ ଆସିଲି ଗୋଟେ ବର୍ଷ ପରେ। ମତେ ଲାଗିଲା ମୁଁ ଲୋକଙ୍କୁ ମିଛ କହୁଛି, ଲୋକଙ୍କୁ ଠକୁଛି। ମୋ ଚାକିରି ମତେ ଯୋଉ ପଦ ମିଳିଥିଲା, ମତେ କମ୍ପାନୀ ଯୋଉ ସୁବିଧା ଦଉଛି, ମତେ କେବଳ ଲୋକଙ୍କୁ ମିଛ କହିବା ପାଇଁ, ଠକିବା ପାଇଁ ଗୋଟେ ଦେଇଛି, ଓଡିଶାରେ ଗୋଟେ ଦାୟିତ୍ୱ ଦେଇଛି। ମୁଁ ନିଜକୁ ଗୋଟେ ଭାରି ତା ଭିତରେ ଗୋଟେ ଅବବୋଧ ମୋ ଭିତରେ ଗୋଟେ ଆସିଲା, ପାପବୋଧ ଯେ ମୁଁ ଗୋଟେ ଭୁଲ କରୁଛି ପଇସା ପାଇଁ। ମୁଁ ସେଥିପାଇଁ ଛାଡିକି ପଳେଇ ଆସିଲି। ଛାଡିକି ଆସିଲା ପରେ ମତେ ଭାରି ବ୍ୟତିବ୍ୟସ୍ତ ଲାଗିଲା ଯେ ମୁଁ କଣ କରୁଥିଲି 1.5 ବର୍ଷ ଧରିକି ସେ କମ୍ପାନୀରେ। ତାର ଗୋଟେ ରିଆକ୍ସନ, ତାର ଗୋଟେ ପ୍ରତିକ୍ରିୟା ହଉଛି ସେ ଉପନ୍ୟାସ। ସେଥିରେ କଳ୍ପନା ଅଛି, ସତ୍ୟ ମଧ୍ୟ ଅଛି, ଆଉ ବହୁତ କଥା ଅଛି। ତୃତୀୟ ଯୋଉ କଥା ତୁମେ ପଚାରିନ, ମୁଁ ଖାଲି କହିଦଉଛି ସଦ୍ୟ ଉପନ୍ୟାସ ଇତର କଥା। ତର ପାଇଁ ଇତରଟା ମତେ ସମ୍ପୂର୍ଣ୍ଣ ଭାବେ, ଇତରଟା ମତେ ବହୁତ କଣ କୁହାଯିବ ତାକୁ, ଆତ୍ମସନ୍ତୋଷ ଦେଇଛି, ତୃପ୍ତି ଦେଇଛି। ସେଥିରେ ଗୋଟିଏ ପ୍ରତିବାଦ ଆସିଥିଲା, କିଛି ଲୋକ ମତେ ଲେଖିଥିଲେ ମଧ୍ୟ ସିଧାସଳଖ ଯେ ତମେ ସେଇଥିରୁ ଜଣେ କି? ଏଇ ପ୍ରକାର କ୍ୱେଶ୍ଚିନ୍ ଆସିଛି। ଯେ ସେଇଟା ଯେହେତୁ ଥର୍ଡ ଜେଣ୍ଡର ମାନଙ୍କ ଉପରେ ଲେଖା ହେଇଛି, ମୁଁ ତାଙ୍କ ସହ ମିଶିକି ଲେଖିଛି। ଏତେ ସେଟା ଲାଇଭଲି ହେଇଛି ତାର ଯୋଉ ବର୍ଣ୍ଣନା, ବହୁତ ଲୋକ ଭାବିଲେ ଏ ଲୋକଟା गे କି, ଏ ଲୋକ ଇଏ ଥର୍ଡ ଜେଣ୍ଡର କମ୍ୟୁନିଟିର କି, ମାନେ ଏଇଭଳିଆ ହେଇଛି। ସେଇ ପ୍ରକାର ରିଆକ୍ସନ ଆସିଛି। କିନ୍ତୁ ଯୋଉଟା ଦେବ ନିଜେ ଜଣେ ଚମତ୍କାର, ଆମର ଯୁବପିଢିର ଚମତ୍କାର ଗାଳ୍ପିକ ଔପନ୍ୟାସିକ ମଧ୍ୟ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଛନ୍ତି। ସେ ଅଧିକ ବୁଝିପାରିବେ ମୋର ଅନୁଭବକୁ। ଅନେକ ସମୟରେ ଓଡିଶାରେ ରିଆକ୍ସନ ହୁଏ ନାହିଁ। ରିଆକ୍ସନ ହଉ ବୋଲି ଆମେ ଚାହୁଁଛୁ, ଅନ୍ୟ ଜାଗାରେ ରିଆକ୍ସନ ହଉଛି ଏତେ ଯେ ସେମାନେ କହୁଛନ୍ତି ରିଆକ୍ସନ ଫିଆକ୍ସନ ନ ହଉ, କେମିତି ହାତ ପାଟ ଯୋଡିକି ନ ହଉ ବୋଲି। ମୁଁ ଚାହୁଁଛି କେବଳ ମୋ ଲେଖା ନେଇକି ନୁହେଁ, ଯୋଉମାନେ ଲେଖୁଛନ୍ତି ତାକୁ ନେଇକି ଗୋଟେ ସକାରାତ୍ମକ ହଉ ବା ନକାରାତ୍ମକ ହଉ, ଚର୍ଚ୍ଚା ହଉ, ଗୋଟେ ବସ୍ ତିଆରି ହଉ ମାର୍କେଟରେ, ଲୋକ ଜାଣନ୍ତୁ ଯେ ଏମିତି ଗୋଟେ ବହି ଆସିଛି। ଧନ୍ୟବାଦ ସରଂଶ ଭାଇ। ଯେ ଇତର ବିଷୟରେ ମୁଁ ଆଉ ଟିକେ କହିଦଉଛି ଯେ ଇତର କୁ ଯେବେ ଅକ୍ଷୟ ଚନ୍ଦ୍ର ରାୟ ପୁରସ୍କାର ଦିଆଗଲା, ସେଥିରେ ପ୍ରତିଭା ରାୟ ଭାଷଣରେ କହିଲେ ଯେ ଇତର ଶବ୍ଦଟି ଟାଇଟେଲ ପାଇଁ ସେ ପୁରସ୍କାର ପାଇଁ ଆହୁରି କିଛି ସମୟ ସେମାନେ ନେଲେ, ଯେ ଇତରଟା ପ୍ରକୃତରେ ବ୍ୟବହାର ହବା କଥା ନା ବ୍ୟବହାର ଥର୍ଡ ଜେଣ୍ଡର ପାଇଁ ବ୍ୟବହାର ହବା କଥା ନା ବ୍ୟବହାର ହବା କଥା ନୁହେଁ। କିନ୍ତୁ ସେମାନେ ପରେ ବୁଝିଲେ ଯେ ଇତରର ଅର୍ଥ ଏଇଆ, କେବଳ ଏଇ ଅର୍ଥ ନୁହେଁ ବୋଲି, ଏବଂ ତାଙ୍କୁ ପୁରସ୍କାର ଦିଆଗଲା। ତ ସେଇଠୁ ଭାବନ୍ତୁ ଯେ ଗୋଟିଏ କଥା ମୋ ମନକୁ ସେତେବେଳେ ଆସିଲା ଏବଂ ଏବେ ବି ଆସୁଛି ଯେ ଏଇ ଭାଇଙ୍କ କଥାରୁ, ଯେ ଆମ ଓଡିଶାରେ ପ୍ରକୃତରେ ଗୋଟେ ବିପ୍ଳବ କିମ୍ବା ଚର୍ଚ୍ଚା ଗୋଟେ ଗପକୁ ନେଇକି ହୁଏ ନାହିଁ। ମୁଁ ଯେହେତୁ କର୍ପୋରେଟରେ କାମ କରେ, ଅନେକ ଲୋକ, ଅନେକ ବାହାରର ଲୋକ ଏଠି ଆସନ୍ତି ଭିଜିଟରେ ଏବଂ ସେମାନେ ପଚାରନ୍ତି ଯେ ଓଡିଶାର ଲୋକମାନେ ସବୁ ଶାନ୍ତ ଲୋକମାନେ ନା, ମାନେ ସେମାନେ କିଛି ବିଦ୍ରୋହ କରନ୍ତିନି କେବେ। ମୁଁ କହିଲି ନାଇଁ, ବିଦ୍ରୋହ ଅନେକ ଇତିହାସରେ ଆମର ହେଇଛି, ସ୍ଵାଧୀନତା ପାଇଁ ହେଇଛି, ସବୁ ଅନେକ କିଛି ପାଇଁ ହେଇଛି, ଇରମରେ ହେଇଛି, ଏମିତି ଅନେକ ବିଦ୍ରୋହ ହେଇଛି, କିନ୍ତୁ ଗୁଣତଃ ଓଡିଶା ଲୋକମାନେ ଶାନ୍ତ। ଏବଂ ଦ୍ୱିତୀୟ କଥାଟି ହଉଛି ଯେ ଓଡିଶାରେ ପଢି ଟିକେ କମ, ସେଥିପାଇଁ ପଢାପଢି ହେଉନାହିଁ ବୋଲି ହୁଏତ ସତରେ ସୁସମାଚାର ଏବଂ ଶିଳ୍ପ ଭାଗବତ ପଢିଲେ ହୁଏତ କଳହଟିଏ ଏବଂ ଚର୍ଚ୍ଚାଟିଏ ଆରମ୍ଭ ହେଇଥାନ୍ତା। ଏବେ ଆସିବା ଗାଳ୍ପିକ ଏବଂ ଔପନ୍ୟାସିକ ପ୍ରକାଶ ମହାପାତ୍ରଙ୍କ ପାଖକୁ। ପ୍ରକାଶ ମହାପାତ୍ର ନନ୍ ଫିକ୍ସନ ବି ଲେଖନ୍ତି, ନଟର ବଂଶୀ ଲେଖନ୍ତି, କଥାର ବଂଶୀ ଲେଖନ୍ତି, ନଟର ଡାଏରୀ ଲେଖନ୍ତି ଏବଂ କୀଟ ଅନ୍ୟାନ୍ୟ ଗଳ୍ପ ତାଙ୍କର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି ଏବଂ ନିକଟରେ ତାଙ୍କର କେତୁ ଗଳ୍ପକୁ ନେଇ ଚର୍ଚ୍ଚା ହୋଇଛି। ତେବେ ସିଏ କଣ କଣ ଭୋଗିଛନ୍ତି ତାହା ଆମେ ତ ଜାଣୁ, ଯେ ପ୍ରକୃତରେ ସିଏ ନନ୍ ଫିକ୍ସନ ପାଇଁ ଏବଂ ଲେଖିକିରି ଏବଂ ଫିକ୍ସନ ଲେଖିକିରି କଣ କଣ ସିଏ ଭୋଗିଛନ୍ତି ସେ କଥା ତ ଆମେ ସମସ୍ତେ ଜାଣୁ। ତେବେ ଆମେ ଏଇଠି ତାଙ୍କୁ ମୁଁ ପଚାରିବି ଯେ ଗପଟିଏ ଲେଖିବା, ଚର୍ଚ୍ଚାରେ ରହିବା ପାଇଁ ଏବଂ ନନ୍ ଫିକ୍ସନ ଟିଏ ଚର୍ଚ୍ଚାରେ ରହିବା ପାଇଁ ଲେଖାଯିବା ଜରୁରୀ କି? ଖାଲି ସେ ପ୍ରଶ୍ନ ଉତ୍ତର ଦେବା ଆଗରୁ ପ୍ରକାଶ ସାଇଙ୍କ ବିଷୟରେ ଖାଲି ଗୋଟେ ଧାଡି କହୁଛି। ଆମର ଗଳ୍ପର ମାନେ ଅଗ୍ନିପଥର ଯାତ୍ରା କଥା ପଡିଛି। ପ୍ରକାଶ ସାଇଙ୍କ ନିଜ ଜୀବନଟା ହଉଛି ଅଗ୍ନିପଥର ଯାତ୍ରା। ମତେ ଏଇ ଯୋଉ କେତୁ ଗପ କଥା
କଥା ମୁଁ କେବଳ କହୁନି, ଅନେକ କାହାଣୀ ଯୋଉମାନେ ପ୍ରକାଶ ସାଙ୍ଗକୁ ଓତପ୍ରୋତ ଭାବେ ଜାଣିଥିବେ ପାଖରୁ, ତାଙ୍କ ଜୀବନଟା ଗୋଟେ ଉପନ୍ୟାସର କାହାଣୀ ଭଳିଆ। ଏବଂ ତାଙ୍କ ପାଖରେ ମୁଁ ଭାବୁଛି ବହୁତ ଇଭିନ୍ ଆମ ପାଖରେ ସେଟା ନାହିଁ ଅନେକ ସମୟରେ, ସିଏ ନିଜ କାହାଣୀକୁ, ନିଜର ଦୈନ୍ୟକୁ, ନିଜର ଅସୁବିଧା ସମୟକୁ ମଧ୍ୟ କାହାଣୀରେ କାହାଣୀରେ ରୂପାନ୍ତରିତ କରିପାରେ। ସେଇ ସାହସ ତାଙ୍କର ଅଛି। ସମସ୍ତଙ୍କୁ ନମସ୍କାର। ଓଡ଼ିଆ ଫିକ୍ସନ ଜର୍ଣ୍ଣି ଥ୍ରୁ ଫାୟାର କହିଲା ମାନେ ମୁଁ ପ୍ରଥମେ ଅଡୁଆରେ ପଡ଼ିଗଲି ଯେ ଇଏ ଅଗ୍ନିପଥର ଯାତ୍ରା, ସେ ଅଗ୍ନିପଥଟା କଣ ଆକ୍ଚୁଆଲି? ଯେ ନିଆଁ ହୁଳା ଧରିକି ଯେ ବାଟ ରାସ୍ତା ଚାଲିବ ଏଟା ଅଗ୍ନିପଥ, ନା ନିଆଁ ଜଳୁଥିବା ରାସ୍ତାରେ ଚାଲିବା, ନା ନିଆଁରେ ସିଝୁଥିବା ଲୋକର କାହାଣୀ? ଅଗ୍ନିପଥ କହିଲା ମାନେ ବହୁତ କଥା ହଉଛି। ଅଗ୍ନିପଥର ଯାତ୍ରା ଏମିତି ହଉଛି କି ବହୁତ ଲୋକ ମୁଁ ଦେଖିଛି ସାରା ଜୀବନ ନିଆଁରେ ଜଳୁଥାନ୍ତି, ଅସହାୟତାରେ ଯନ୍ତ୍ରଣାରେ ଜଳୁଥାନ୍ତି। ସେଇଟା ମଧ୍ୟ ତାକୁ ମଧ୍ୟ ଅଗ୍ନିପଥର ଯାତ୍ରା କହିପାରିବା। କିନ୍ତୁ ଗଳ୍ପ କହିଲେ ତ ମୁଁ ଅଲଗା କଥା ବୁଝେ, ତାକୁ କିଏ ମାନେ କି ନ ମାନେ ମୁଁ ଜାଣିନି। ଗଳ୍ପ ଗୋଟେ ବିଦ୍ରୋହ କଳା ନୁହେଁ। ବିଦ୍ରୋହ ପାଇଁ ଗଳ୍ପ ଲେଖାଯାଏନି, କିମ୍ବା ଗଳ୍ପରେ ବିଦ୍ରୋହ ଶୋଭନୀୟ ନୁହେଁ। କାହିଁକିନା ବିଦ୍ରୋହ ଇଟସେଲ୍ଫ ଇଜ ଏ ମିନିଂଲେସ୍ ଆଫେୟାର। ବିଦ୍ରୋହର କିଛି ଅର୍ଥ ନାହିଁ। ପୃଥିବୀରେ କୌଣସି ବିପ୍ଳବ, ବିଦ୍ରୋହ କହିଲି, ଭୁଲ କହିଲି, ବିପ୍ଳବିକ ରାସ୍ତାରେ କୌଣସି ବିପ୍ଳବ ପୃଥିବୀରେ ସଫଳ ହେଇନି। ଯେତେ ବିପ୍ଳବ ହେଇଛି ସେ ବିପ୍ଳବରୁ ପୁଣି ଆଉ ଗୋଟେ ଉପବିପ୍ଳବ ସୃଷ୍ଟି ହେଇଛି। ଏଇଟା ଅରୱେଲଙ୍କର ଆନିମାଲ ଫାର୍ମ ପଢିଲା ପରେ ଜଣେ ଜାଣିପାରିବ ଯେ ଗୋଟେ ସମାଜ ବ୍ୟବସ୍ଥାର ବିରୋଧ ଏବଂ ସମାଜ ବ୍ୟବସ୍ଥାର ସମାଧାନ, ଥେସିସ୍, ଆଣ୍ଟିଥେସିସ୍ ଆଣ୍ଡ ସିନ୍ଥେସିସ୍, ଏବଂ ସେ ସିନ୍ଥେସିସ୍ରୁ ଗୋଟେ ମଧ୍ୟ ଆଣ୍ଟିଥେସିସ୍ କ୍ରିଏଟ୍ ହୁଏ, ପୁଣି ଥେସିସ୍ କ୍ରିଏଟ୍ ହୁଏ, ଆଣ୍ଟିଥେସିସ୍ କ୍ରିଏଟ୍ ହୁଏ। ବିପ୍ଳବ କେବେ ହେଲେ ପୃଥିବୀରେ ସଫଳ ହେଇନି, କୌଣସି ବିପ୍ଳବ ସଫଳ ହେଇନି, କିନ୍ତୁ ବିଦ୍ରୋହ ସଫଳ ହେଇଛି। ବିଦ୍ରୋହ ଗୋଟିଏ କଥା ଯେ ବିପ୍ଳବର ଅର୍ଥ ଦୁନିଆକୁ ବଦଳେଇବା। ଯଦି ଗାଳ୍ପିକ ଚାହିଁବ ଦୁନିଆକୁ ବଦଳେଇବି ବୋଲି, ସେ ବଦଳେଇ ପାରିବନି। ଯଦି ଗାଳ୍ପିକ ନିଜକୁ ବଦଳିବାକୁ ଚାହିଁବ, ସେ ବଦଳିଯିବ। ମୁଁ ପୃଥିବୀକୁ କଣ ଦେଖେ, କେମିତି ଦେଖେ, ତାହା ହିଁ ତ ଗଳ୍ପ। ମୁଁ କେମିତି ଦେଖୁଛି ତା ଉପରେ ଗଳ୍ପ ଡିପେଣ୍ଡ କରୁଛି। ପୃଥିବୀରେ କଣ ଘଟୁଛି ସେଇଟା ଗଳ୍ପ କଥା ନୁହେଁ। ପୃଥିବୀରେ କଣ ଘଟୁଛି, ତ ବହୁତ ଘଟଣା ଘଟୁଛି ପୃଥିବୀରେ, କିନ୍ତୁ କଣ ଘଟୁଛି ଏବଂ ମୁଁ କେମିତି ତାକୁ ଦେଖୁଛି ଘଟଣାକୁ, ତାହା ହଉଛି ଗଳ୍ପ। ଯେ ଗଳ୍ପକୁ ମୁଁ ଯେମିତି ଦେଖେ, ଗଳ୍ପ ତ ଦେଖିବା ଲୋକ ଉପରେ ଡିପେଣ୍ଡ କରୁଛି। ଯେ ସାହିତ୍ୟର ଅର୍ଥ, ସୃଜନର ଅର୍ଥ କେବଳ ଗୋଟିଏ, ମୁଁ ଗୋଟେ ଅଲଗା ଦୃଷ୍ଟିଭଙ୍ଗୀରେ ପୃଥିବୀକୁ ଦେଖିବା। ମୁଁ ଅଲଗା ଦୃଷ୍ଟିଭଙ୍ଗୀରେ ଯେ ବହୁତ ଘଟଣା ଘଟୁଛି। ଏଟା ଗାର୍ସିଆ ମାର୍କେଜ ମୋତେ ଗୋଟେ କଥା କହିଥିଲେ ଯେ ଘଟଣା ହଉଛି ନ୍ୟୁଜ ଆଉ ଗଳ୍ପ ଭିତରେ ବହୁତ ଫରକ ଅଛି, ସମଥିଙ୍ଗ ଡିଫରେନ୍ସ। ତେଣୁ ଘଟଣା ସଦାବେଳେ ଆମେ ଘଟଣା ଲେଖିଦେଇକି ଭାବୁଛେ ଗଳ୍ପ ଲେଖିଦେଲୁ ବୋଲି, ନା। ଘଟଣା ଯଦି କହିଲା ଭିତରେ, କହୁଥିବା କଥା ଭିତରେ ଯଦି ନ କହୁଥିବା କଥା କିଛି ଶୁଭୁନି, ତାହେଲେ ସେ ଗଳ୍ପ ହେଇପାରିବନି। ସବୁ କହୁଥିବା କଥା ଭିତରେ କିଛି ନ କହୁଥିବା କଥା ଶୁଭିବ। ଆଉ ଗଳ୍ପ ବାସ୍ତବତାକୁ ପ୍ରକଟିତ କରିବା ବି ଗଳ୍ପ ନୁହେଁ, କିମ୍ବା ଅବାସ୍ତବ ଲେଖିବା ବି ଗଳ୍ପ ନୁହେଁ। ଇଏ ଗୋଟେ ବଡ କଣ୍ଟ୍ରାଡିକ୍ଟରୀ ଆଇରନି ଜିନିଷ ରହୁଛି ଯେ ବାସ୍ତବତାକୁ ଯଦି ଆମେ ପ୍ରକଟିତ କରିବା ଗଳ୍ପରେ, ତ ଫଟୋଗ୍ରାଫ ହେଇଯିବ। ଆଉ ବାସ୍ତବ ଯଦି ସମ୍ପୂର୍ଣ୍ଣ ଅବାସ୍ତବ ହେଇଯିବ, ଗାଈ ଉଡୁଛି ଆକାଶରେ ବୋଲି ଜଣେ ଲେଖା ଆରମ୍ଭ କଲା ଗପ, ଅସୁବିଧା ହେଇଯିବ। ତେଣୁ ଗଳ୍ପ ବାସ୍ତବ କିମ୍ବା ଅବାସ୍ତବ ନୁହେଁ, ଦିଟାକୁ ବାସ୍ତବ ଅବାସ୍ତବ ଉପରେ ଗଳ୍ପ ହଉଛି ସାହା ଯାହାର ନାଁ ଗଳ୍ପ। ଗଳ୍ପ ହଉଛି ମୁଁ ଦେଖିଥିବା ବାସ୍ତବତା ହଉଛି ଗଳ୍ପ। ବାସ୍ତବତା ଖାଲି ଗଳ୍ପ ନାହିଁ, ମୁଁ କେମିତି ଦେଖିଛି ବାସ୍ତବତାକୁ। ଭୀମପୃଷ୍ଠିଙ୍କ ଭଳି ବହୁ ଲୋକଙ୍କ ପାଇଁ ଚରିତ୍ର ମାନେ ଦେଖାଯାନ୍ତି, କିନ୍ତୁ ଭୀମପୃଷ୍ଠିକୁ କାହିଁକି ଆଚ୍ଛନ୍ନ କଲା ଜିନିଷଟା, ସେ ଏଇଥିପାଇଁ ଯେ ଭୀମପୃଷ୍ଠି କେମିତି ଦେଖିବାକୁ ଚାହିଁଲେ ଜିନିଷଟାକୁ, ଆଉ ତାଙ୍କ ଦେଖିବାର କ୍ୟାନଭାସରେ ଆଙ୍କି ହଉଥିବା ବାସ୍ତବତା ହଉଛି ବାସ୍ତବତା। ଗଳ୍ପ ତାଙ୍କ ଦେଖିବାର କ୍ୟାନଭାସରେ ଯଦି ଯୋଉ ଚିତ୍ରଟା ଆଙ୍କି ହେଲା, ସେ ବାସ୍ତବ ଚିତ୍ର ଦଉଛନ୍ତି, କିନ୍ତୁ ତାଙ୍କର ଚିତ୍ର ସେଇଟା, ସିଏ ବାସ୍ତବତା ଭିତରେ। ତେଣୁ ଗଳ୍ପ, ମାଛ ବହୁତ ଅଛନ୍ତି ପୋଖରୀରେ, ମୁଁ ଯୋଉ ଜାଲଟା ପକେଇଲି ସେଇ ଜାଲରେ ପଡୁଥିବା ମାଛ ହିଁ ଗଳ୍ପ। ମାନେ ମୁଁ କେତେ ଘଟଣାକୁ ମୁଁ ଆବିଷ୍କାର କଲି, ସେଇଟା ହିଁ ଗଳ୍ପ। ଗଳ୍ପ ଏମିତି ମୁଁ ବହୁତ ଗଳ୍ପ ଲେଖିଛି। ମତେ ଯୋଉ ଘଟଣା, ଗୋଟେ ଛୋଟ ଛୋଟ ଘଟଣା, ଗୋଟେ ପେନ୍ କ୍ୟାପ୍ ପଡିଥିଲା ଥରେ ମାନେ ଡଷ୍ଟବିନରେ, ସେ ମନେ ପଡିଲା ହଠାତ୍ ଯେ ପେନ୍ କ୍ୟାପ୍ଟା ମତେ ଗୋଟେ ପ୍ରେମିକା ଉପହାର ଦେଇଥିଲା। କୁଆଡେ ଗଲାନି ପେନ୍, ସେ ପେନ୍ଟାକୁ ଦେଲାବେଳେ ସେ ପେନ୍ଟାକୁ ସେ କାମୁଡିକିରି ଓଠରେ ସେ ଲେଖେ, ମୁଁ ମଧ୍ୟ ସେ ପେନ୍ଟାକୁ ଆଣିକି ସେ କ୍ୟାପ୍ଟାକୁ କାମୁଡିକି ଲେଖେ। ଏମିତି ଗୋଟେ ଛୋଟିଆ ପ୍ରେମ ଆରମ୍ଭ ହେଇଥିଲା, ଯୋଉ ପ୍ରେମଟା ବର୍ତ୍ତମାନ ଡଷ୍ଟବିନରେ ଅଛି, ପଡିଛି। କୁଆଡେ ଗଲା ସେ ପ୍ରେମ ଭିତରେ। ଏଇ ଛୋଟ ଛୋଟ ଘଟଣା, ଗୋଟେ ପେନ୍ କ୍ୟାପ୍ ମଧ୍ୟ ମତେ ଏତେ ଶୀର୍ଷକୁ ନେଇଯିବ ଯେ ଏଠି ପୃଥିବୀ ଛୋଟ ହେଇଯିବ। ପୃଥିବୀକୁ ନ୍ୟାୟ ଦେବା କାମ ଗାଳ୍ପିକର ନୁହେଁ, ଗାଳ୍ପିକର କାମ ହଉଛି ନିଜକୁ ନ୍ୟାୟ ଦେବା। ପୃଥିବୀକୁ ନ୍ୟାୟ ଦେଇପାରିବନି ଗାଳ୍ପିକ, ପୃଥିବୀକୁ ବଦଳେଇ ପାରିବନି ଗାଳ୍ପିକ। ଗାଳ୍ପିକ ନିଜକୁ ବଦଳଉ, ନିଜର ଦୃଷ୍ଟିଭଙ୍ଗୀ ବଦଳଉ। ତଥାକଥିତ ସମାଜ ବ୍ୟବସ୍ଥା, ତଥାକଥିତ ଧାରଣା ଅବବୋଧରେ ବଢି ଆସିଥିବା ମଣିଷ ନିଜ ରୋଜଗାରରେ ବଞ୍ଚୁ, ଧାର କରା ରୋଜଗାରରେ ନାହିଁ।
ପ୍ରେମ କହିଲେ ଆମେ ଧାର କରା ପ୍ରେମକୁ ବୁଝୁଛେ, ପ୍ରେମର ଅର୍ଥ ବୁଝିନେ। ଈଶ୍ୱର କହିଲେ ଆମେ ଧାର କରା ତତ୍ତ୍ୱକୁ ନେଇକି ଈଶ୍ୱର ବୁଝିଛେ। ସମାଜ କହିଲେ ଆମେ ଧାର କରା ତତ୍ତ୍ୱକୁ ନେଇଛେ। ଏସବୁ ଧାରରୁ ବଞ୍ଚୁ, ଧାରରୁ ମୁକ୍ତ ହଉ। ମଣିଷ ନିଜ ରୋଜଗାରରେ ବଞ୍ଚୁ। ଯୋଉଦିନ ରୋଜଗାରରେ ସାହିତ୍ୟିକ ଲେଖିବ ନିଜ ରୋଜଗାର। ପ୍ରେମ କହିଲେ ମୁଁ ଏହା ବୁଝୁଛି, ଦର୍ଶନ କହିଲେ ମୁଁ ଏହା ବୁଝୁଛି, ସତ୍ୟ କହିଲେ ମୁଁ ଏହା ବୁଝୁଛି, ସେଇଦିନ ଗୋଟେ ଗାଳ୍ପିକ ଶୀର୍ଷକ ଯାଇପାରିବ। ଧନ୍ୟବାଦ। ଧନ୍ୟବାଦ ପ୍ରକାଶ ଭାଇ, ଆପଣଙ୍କୁ ଯେତେ ସମୟ ଶୁଣିଲେ ବି କମ୍ ଲାଗେ। ତଥାପି ଆମେ ଆମର ଦ୍ୱିତୀୟ ପ୍ରଶ୍ନକୁ ଯିବା ଏବଂ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ପ୍ରଶ୍ନଟି ମୁଁ ଶୁଭ୍ରାଂଶୁ ପଣ୍ଡାଙ୍କୁ ପଚାରିବି। ଶୁଭ୍ରାଂଶୁ ଭାଇ, ପ୍ରକୃତରେ କେବେ କେବେ ଗୋଟେ ଗୋଟେ ଗପ କିମ୍ବା ଗୋଟେ ଗୋଟେ ଉପନ୍ୟାସ ସେଇ ସମୟରେ ଜଳାପୋଡ଼ା ହୁଏ, ବ୍ୟାନ୍ ହୁଏ ଏବଂ ଲେଖକଙ୍କୁ ଗାଳି ଦିଆଯାଏ, ମାଡ଼ ଦିଆଯାଏ, ଦେଶରୁ ବାହାର କରି ଦିଆଯାଏ। କିନ୍ତୁ କିଛି ସମୟ ବିତିଗଲା ପରେ, ଗୋଟେ ପିଢ଼ି, ଦୁଇ ପିଢ଼ି, ତିନି ପିଢ଼ି, ପିଢ଼ି ବିତିଗଲା ପରେ ସେଇ ଗପଟି ପୁଣି ସମୟ ଉପଯୋଗୀ ଗପ ହେଇଯାଏ। ଯେମିତି ଉଦାହରଣ ସ୍ୱରୂପ ଆମେ କେକେଙ୍କର ଗୋଟେ ଚୋରକୁ ନେଇପାରିବା। ଗୋଟେ ସମୟରେ ତାକୁ ବ୍ୟାନ୍ କରି ଦିଆଗଲା। ସରି, ଫଟୋ ଗପଟି ସେଟା ତାକୁ ବ୍ୟାନ୍ କରି ଦିଆଗଲା ଏବଂ ଏବେ ତାକୁ ଆମେ ଗୋଟେ କ୍ଲାସିକ ଭାବରେ ନଉ। ତେବେ ଏଇ ଯୋଉ ସମୟ ବଦଳିବା ସହ ଗପର ଚର୍ଚ୍ଚା ଏବଂ ଗପର ଯୋଉ ପାଠକ ମାନଙ୍କର ସ୍ୱାଦ ବଦଳିଯିବା କୁ ଆପଣ କେମିତି ଦେଖନ୍ତି? ପ୍ରକାଶ ଭାଇ ଯୋଉଠୁ ସାରିଲେ ମୁଁ ସେଇ ଧାଡ଼ିରୁ କହୁଛି। ପ୍ରକାଶ ଭାଇ କହିଲେ ଯୋଉ ମୁଁ କେମିତି ଦେଖୁଛି, ମୋ ପାଇଁ ସତ୍ୟଟି କଣ, ଯୋଉ ବହିଟି ବ୍ୟାନ୍ ହଉଛି ବା ଯାହାକୁ ବିରୋଧ କରାହଉଛି ସେଟା ମୋ ସତ୍ୟ ଥିଲା। ମୋ ବହିକୁ ସେମାନେ ବୁଝିପାରିଲେ ନାହିଁ ବୋଲି ବ୍ୟାନ୍ କଲେ ବା ବିରୋଧ କଲେ। ଯୋଉଦିନ ସେମାନଙ୍କ ସତ୍ୟ ସେଟା ହେଇଯିବ, ହବ କେବେ ନା କେବେ, ଆଜି ହେଇନି କାଲି ସେଟା ତାର ବି ସତ୍ୟ ହବ, ତାର ବି ସତ୍ୟ ହବ, ତାପରେ ସେ ବ୍ୟାନ୍ ଉଠିଯିବ। ସେୟା ହିଁ ହୁଏ। ଗାଲିଲିଓ ଯୋଉ ସମୟରେ ଦେଖିଲେ ଯେ ପୃଥିବୀ ଘୁରୁଛି, ସୂର୍ଯ୍ୟ ସ୍ଥିର ବୋଲି, ସେଟା କେବଳ ତାଙ୍କ ସତ୍ୟ ଥିଲା, କେବଳ ତାଙ୍କ ସତ୍ୟ ଥିଲା ଯେ ପୃଥିବୀ ବୁଲୁଛି ବୋଲି, ଅନ୍ୟମାନଙ୍କ ପାଇଁ ମିଥ୍ୟା ଥିଲା। ସେୟା ହିଁ ହୁଏ, କେବଳ ସାହିତ୍ୟ ନାହିଁ, କଳାର ସବୁ କ୍ଷେତ୍ରରେ ସେୟା ହିଁ ହୁଏ। କମଳାକାନ୍ତ ମହାପାତ୍ରଙ୍କର ଫଟୋ ସିଏ ପ୍ରଥମେ ତାକୁ ନିଜେ ଛାପିଥିଲେ, ବ୍ୟାନ୍ ହେଇନି, ସେ ନିଜେ ତାକୁ ବ୍ୟାନ୍ କରିଥିଲେ। ମାନେ କଣ କୁହାଯିବ ତାକୁ, ମାନେ ନିଜେ ଗୋଟେ ତା ଉପରେ ଭାବି ଦେଇଥିଲେ ଯେ ଏଟାକୁ କେହି ଗ୍ରହଣ କରିବେ ନାହିଁ, ଯେହେତୁ ଏଥିରେ ଖରାପ ମାନେ ତତ୍କାଳୀନ ମାନେ 30 ବର୍ଷ ତଳେ ଭାଷା ଲେଖା ହେଇଥିଲା, ଯାହା ସବୁ ଲେଖା ହେଇଥିଲା, ସ୍ଲାଙ୍ଗ ୟୁଜ୍, ଓକିରି ଫୋକିରି ସବୁ ଲେଖିଥିଲେ ସେ ସେଥିରେ। ଗୋଟେ ଲୋକ ଯେମିତି କଥାବାର୍ତ୍ତା କରେ ସମାଜରେ ସେ ସେୟା ଲେଖିଥିଲେ। ତାକୁ ସେ କଣ କଲେ, 100 କପି, ଆଜିକାଲି ତ ଡିଜିଟାଲ ଡିଜିଟାଲ ନଥିଲା, 100 କପି ସେ ଜେରକ୍ସ କରିକି ଛାପିକି ଲୁଚି ଲୁଚିକି ଲୋକଙ୍କୁ ଦଉଥିଲେ। ଧର ଦେଖା ହେଲେ କି ଜଣେ ଲେଖକ, ତାକୁ ଗୋଟେ ଦେଲେ, ଭାଇ ଏଟା ଗୋଟେ ଲେଖିଛି ପଢିବୁ। ପବ୍ଲିକ ମାନେ ଯୋଉ କଣ ବହି ଦୋକାନ ବା ଇଏକୁ ଛାଡୁନଥିଲେ। ମୁଁ ଖବର ପାଇଲି ସେମାନେ ବାଣ୍ଟୁଛନ୍ତି ବୋଲି, ମୁଁ ତାକୁ ଫୋନ କଲି। 10 ବର୍ଷ ପରେ, ସେ 93 ନା 94 ଛାପିଥିଲେ। ମୁଁ ଫୋନ କଲି 2006 ମସିହାରେ, ଯେ ମୁଁ ଶୁଣିଲି ଆପଣଙ୍କର ଗୋଟେ ବହିଟା, ସେ ବହିଟି ମୁଁ ପ୍ରକାଶ ଭାଇଙ୍କଠୁ ପାଇଲି। 2 ଖଣ୍ଡ ଆପଣଙ୍କ ପାଖରେ ଥିଲା, ଆପଣ କହିଲେ 2ଟା ଅଛି, ଗୋଟେ ନେଇ, ଗୋଟେ ମୁଁ ରଖୁଛି। ବ୍ଲାକ୍ ଆଣ୍ଡ ହ୍ୱାଇଟ୍, ମାନେ ଉପରେ ନାଲିରେ ଲେଖା ହେଇଥିଲା ଫଟୋ ବୋଲି। ମୁଁ ପ୍ରକାଶ ମତେ କହିଲେ ପଢିଲି, ମତେ ଭଲ ଲାଗିଲା। ସେ ଟ୍ରେନରେ ଆସୁଥିଲେ, ମାଙ୍ଗାଲୋରରେ ଚାକିରି କରିଥିଲେ, କହିଲେ ମୁଁ ଟ୍ରେନରେ ଯାଉଛି ଓଡିଶା, ଭଲ ହେଲା, କାଲି ଦେଖାହେବା। ଦେଖାହେଲୁ, ସେ କହିଲେ ତମର ସାହସ ହେଇ ଛାପ। ମୋର ସାହସ ନଥିଲା। 10 ବର୍ଷ ଭିତରେ ଆମର ସାହସ ବଦଳିଗଲା। ଛାପିଲେ ଆମେ ତାକୁ। ଏବେ 10 ବର୍ଷ ପରେ ଆହୁରି ବଦଳିଛି, 20 ବର୍ଷ ପରେ ଲୋକଙ୍କର ଚିନ୍ତାଧାରା, ଲୋକଙ୍କର ସତ୍ୟ ମଧ୍ୟ ବଦଳିବ। ଯୋଉ ସତ୍ୟଟି ମୋର ସତ୍ୟ ଅଛି, ସେଟା କେତେ ବର୍ଷ ପରେ ଅନ୍ୟମାନଙ୍କର ସତ୍ୟ ମଧ୍ୟ ହବ। ଗୋଟେ ସାହିତ୍ୟ ସେୟାକୁ, ଗୋଟେ ସାହିତ୍ୟିକଟେ ଯୋଉ ବାସ୍ତବ କଥା ପଢିଥିଲା, ମତେ ଲାଗେ ଯେ ଆମେ ବାସ୍ତବ ଲେଖୁ ବା ବାସ୍ତବତା ଏହା ହଉ ବୋଲି ଭାବିକି ଲେଖୁ। ସବୁ କଥା ବାସ୍ତବ ଲେଖା ଆମେ ଲେଖୁନା। ଆମେ ପୃଥିବୀଟି ସୁନ୍ଦର ହଉ, କେହି ଚୋରି ନ କରନ୍ତୁ, ସମସ୍ତେ ସୁନ୍ଦର ହେଇଯାଆନ୍ତୁ ବୋଲି ଭାବିକି ମଧ୍ୟ କଳ୍ପନା କଥା ମଧ୍ୟ ଲେଖୁ। ଏବଂ ଏହା ଗୋଟେ ଆଶା ଥାଏ କେବେ ନା କେବେ ସେଟା ହବ। ଯେବେ ହବ ସେଟା କେବେ ନା କେବେ ନିଶ୍ଚୟ ହବ। କେବେ ନା କେବେ ଏଇଠି ଥିଲା ଜଙ୍ଗଲ, ଗୋଟେ ଭାବିଲା ଯେ ଏଇଠି ଦିନେ ଏମିତି ଗୋଟେ ଘର ହବ, ଆମେ ତା ଭିତରେ ବସି ଭାଷଣ ଦବା। ଏବେ ହେଇଛି 1999 ମସିହା ପୂର୍ବଟା ନଥିଲା, ମୁଁ ଟିକେ ଆସିଥିଲି, ତିଆରି ଚାଲିଥିଲା ହୋଟେଲ ସେ ସମୟରେ, ଏବେ ହେଲା। ସେମିତି କେବେ ନା କେବେ ସେଟା ସତ୍ୟ ଅନ୍ୟମାନଙ୍କର ହବ, ସେମାନେ ତାକୁ ଗ୍ରହଣ କରିବେ। ଧନ୍ୟବାଦ, ବଢିଆ କଥା କହିଲେ ଶୁଭ୍ରାଂଶୁ ଭାଇ। ଏବେ ଆସିବା ଆମେ ଭୀମପୃଷ୍ଟିଙ୍କ ପାଖକୁ। ଭୀମ ଭାଇ, ଆପଣ କବିତାର ଉପନ୍ୟାସ ଲେଖିଛନ୍ତି, କୁଆଡେ ଚାଲିଛ ପଞ୍ଚଭୂତ ବି ଲେଖି। ସେଇ ଉପନ୍ୟାସ ଗୁଡିକର ଚରିତ୍ର ଶୁଣିଥିଲେ ତ, କୁଆଡେ ଚାଲିଛ ପଞ୍ଚଭୂତ ଲେଖିଛନ୍ତି, କବିତାର ଉପନ୍ୟାସ ଲେଖିଛନ୍ତି। ସେଥିରେ ଥିବା ଚରିତ୍ର ମାନଙ୍କ ଭିତରୁ 2-3 ଜଣ ଚରିତ୍ରଙ୍କୁ ମୁଁ ଅନେକ ଥର ଭେଟିଛି। ତେବେ ସେଇ ଚରିତ୍ର ମାନେ, ନିଜେ ସେଇ ଚରିତ୍ର ମାନେ କେବେ ଆପଣଙ୍କୁ ଆଙ୍ଗୁଳି ଉଠେଇ କହିଛନ୍ତି କି ଯେ ମୋ ବିଷୟରେ ଏମିତି ଲେଖିବା ଠିକ ହେଲାନି ବୋଲି? ପ୍ରକୃତରେ ସବୁ ଲେଖକ ମାନେ ପ୍ରାଥମିକ ଅବସ୍ଥାରେ କବିତା ଲେଖନ୍ତି। ମୁଁ ବି କବିତା ଲେଖୁଥିଲି, ମୋର ବି କବିତା ବହିଟି ଅଛି ଏବଂ କବିତା ନିଶ୍ଚିନ୍ତ ଭାବରେ ମୋର ପ୍ରଥମ ପ୍ରେମ। ଏବଂ ଯେତେବେଳେ ମ୍ୟାଗାଜିନଟି ପାଏ, ଆଗେ ମୁଁ କବିତା ପଢେ। ଆଉ ଯୋଉ ନୂଆ ପିଢିର କବି ମାନେ ଲେଖୁଛନ୍ତି କବିତା, ମୁଁ ସେଟାକୁ ଆଗେ ପଢେ।
कविता प्रति गोटे मोर स्वतंत्र दुर्बलता अछि मु मन दिन भाबिली कविता को नेकी गोटे उपन्यास कहीं लेखा जीवनी किंतु केमती लेखा जीव कविता तो एते गोटे मिथ ही जाउची प्रति मुहूर्त रे गोटे कविता ताकू नेकी केमती भाबरे मु उपन्यास लिखिबी मु संक्षिप्त रे कहबी जेतु गोटे पैनल डिस्कशन आज्ञा तेणु जेहेतु तुम मो उपन्यास पर्टिकुलर कहूच तेणु मु चिंता कली जे मु गोटे गाँ को जीवी मुझे कवि मान को लेकर कविता लिखी और से गाँ टी पाइली जो गाँव में 5 जन कवि अच्छा आधुनिक कवि जो मान कविता झंकार छपा जाए मुझे कहूना जे सब लेखिकी पोथी रखी से 5 जन कविता कवि को भेटिली से कहली जे तम सहित तम गाँ तम मशाणी तम स्कूल तम प्रेम तम जंत्रणा तमर कविता केमिति लेखुच कविता को लेकर तम संसार सबको मु अनुधान करी तापर तम गाँव रे रही मु कविता उपन्यास लिखी से समस्ते हाँ मारे एवं गोटे गोटे क्यारेक्टर पिछा मते मास धरिक लगिला कारण मुड उपर से कहबे मु गोटे कथा पचार सी आउ गोटे कथा कहते राति 12टा बेले केतले सत कथा कहबे केतले भोर भोर सत कथा कहबे तेणु एमती भाव कवि माने तो एमती भाव टिके अन्य मनस्क एवं सन्देह कर मो ऊपर किसी लिखिदब कि मुझे भाविली जे मुझे कथा टेप रेकर्डिंग करी मुझे रेकर्डिंग कली टेप मुझे आगे टेप रेकर्ड रख जहाँ कहब ता कविता उपन्यास लिखिबे एवं ता छपा हो एवं मो कथा से किसी रही 10टा चैप्टर रखी मो कथा एवं आउ जो 5टा चैप्टर रही 5 जन कवि से कथा तेणु कविता अधे कवितार उपन्यास आउ अधे जीवन्यास कवितार उपन्यास छपा हो गला कहानी छापिले प्रकाश भाई तार पछत कले मुझे पाखे पहुंची कारण सी बसी भाई गोटे पछत दरकार सी कहला हाँ पछत मुझे करदे सी भी गोटे बही मियाद काम सी कौन कले चीनी दाना गुरा पड़ता एमती हाथ में फास्ट फाक करदे करदेकी मनीषर गोटे मुह हो गला गोटे फुलटे थोदेले फटो उठेक मत तेणु गोटे कवितार उपन्यास जमी लिखाला कवितार पछत गोटे से प्रस्तुति ना कवितार उपन्यास छपा हो गला सारीदेवी ये कथा कौन तापर परिस्थिति कौन है सी जो कवि माने जो कथा कहते प्रेमिका मानकर कथा हो स्त्री मान जो कथा हो जो सत कथा सब कहते से गुड़ाक सब लिखाला कारण टेप रेकर्डिंग लिखिदेले लिखिदेला सब 2-3 जन कविता ट्रंक रे लुचेकी रखिले आटाची लुचे रखिले क्या पढ़ाई देले बजार रे पढ़ी जाकि अन्य माने कहले एवं आउ गोटे कवि मो कलर को धरिक बाडेला मत चापड़ाटे मारला मते कविटी एवं कहला मो तो सब सारी देलु मोर तू गोटे स्लांग लैंग्वेज कहिकरी एई बळा गोटे उपन्यास लिखिलु जाफଳରେ मोर परिवार भांगी गला आ इहला मु गली ता स्त्री की बुझेलु ना एटा गोटे दबेल रे किछि नाही सत कथा नाही तापरे ए पर्यंत मध्य सेही 5 जण उपन्यासिक बंची चंती ताका नाम उल्लेख करना से माने मते देखिले एमति चेरे की रहउ गुड भाई टेप रेकर्ड रे अछि तबे मते कहिछ जे एमति लेखिया पय जीवन रे वास्तवता से कवितार उपन्यास रे से माने कविता भी अछि को परिस्थिति रे रखिले एवं से जो कथा सब कहले से कथा रहले एबे भी से माने मते देखिकरी डर एवं से गाँ को छाड़ती नहीं ना जो गाँ को थे जाइए जो मान लिखी आउ लिखी नहीं मत पुणी बंधु भाया कोले नियो से आउ नियंती नहीं से 5टी चरित्र को उपन्यास को आनिली से 5टी चरित्र को मु हजेली एवं से 5टी चरित्र ओडिया साहित्य कवितार उपन्यास रे से माने रही धन्यवाद धन्यवाद भीम भाई को ये प्रश्न पचार उद्देश्य 5 जन भितर 3 जन को मु जाने एवं से 3 जन जाक एजाए भी भीम पृष्ठ को गाड़ी दियंती एवं एजाए भी से गाँ को भीम पृष्ठ को छाड़ती नहीं तेणु भीम पृष्ठ गोटे जोरदार ताली हो जाऊ जे लेखक टे जो मान लिखिला जो मान नहीं तार श्रम सब देला एवं निजर सब कुछ देला लिखिबा पई एवं सेही मान पाखरु दिने निर्वासन नेला तबे प्रकाश महापात्र पाखु के आसीबा प्रकाश महापात्र आपण प्रकाश भाई नॉन फिक्शन लिखंती समान समय रे एवं फिक्शन भी लिखंती समान समय रे एवं नॉन फिक्शन रे आपण गोटे विषय किंबा चैप्टर जेतेबेले चयन करंती सेतेबेले से चैप्टर विषय रे सेतेबेले सेटा से जो चर्चाटा एवं से जो लेखा जीवार प्रक्रिया एवं जहाँ से विषय रे आपण लेखंती से विषय से समय रे आ गोटे गप किंबा उपन्यास लेखुथिला बेले से चैप्टर जे लेखुची एई गप एवं उपन्यास भी से लेखुची से गोटिए लोक सेथिरे लेखक गोटिए रो आत्मप्रवेश घटे की एवं घटिबा उचित की प्रकृति रे मु कौन किसी गोटे लिखे ताहा केतबेले गप फिक्शन हुए कि नॉन फिक्शन हुए मु जानि पारेनी फिक्शन मोर नॉन फिक्शन मध्य फिक्शन भलिया कहानी भलिया आरंभ हो कहानी भली शेष हो फिक्शन रे मध्य मु किसी नॉन फिक्शन रो तत्व पुराए
ପଶିଯାଏ ସେ। ମୁଁ ଏଇଟା କାହିଁକି କହୁଛି, ଗୋଟେ ଛୋଟିଆ ମୁଁ ଏକ୍ଜାମ୍ପଲ ଦଉଛି। ଗୋଟେ ସମୟରେ ମୁଁ ଭାରି ବିଦ୍ରୋହୀ ଥିଲି। କଣ କି ଲୋକ ଦେଖାଣିଆ ବିଦ୍ରୋହୀ ଯେତେବେଳେ ନୂଆ ନୂଆ ଲେଖା ଆରମ୍ଭ କରିଥିଲି, ଅଳ୍ପ ଦାଢି ଛାଡି ହେବରସାକ ଝୁଲେଇକିରି ମୁଁ ବୁଲୁଥିଲି ଏବଂ ଯୁକ୍ତି ତର୍କ କରୁଥିଲି ବହୁତ ଲୋକଙ୍କ ସାଥିରେ। ଯେତେବେଳେ ନୂଆ ନୂଆ ଚେକଅପ୍ ଆନ୍ତୋନି ଚେକଅପ୍ ପଢୁଥାଏ, ନୂଆ ନୂଆ କାଫକା ପଢୁଥାଏ, ସେତେବେଳେ 1976 ମସିହା କଥା। ସେତେବେଳେ ମୁଁ ବିଦ୍ରୋହୀ ହେଇକି ସମସ୍ତେ ଦେଖିଲେ ଯିଏ ଆସିଲାଣି ମାନେ କଣ ଗୋଟେ କିଛି ଭିଆଇବ, କାଣ୍ଡ ଘଟିବ। ମତେ ଗୋଟେ ଛୋଟ ଏକ୍ଜାମ୍ପଲ ଦଉଛି। ଜଣେ ଲୋକ କହିଲା ଯେ ଗୋଟେ ପାହାଡ ଉପରେ, ଗୁମୁଟି ପାହାଡ ଗୋଟେ ଅଛି, ସେ ପାହାଡ ଉପରେ ଗୋଟେ ମାନେ ଆଦିବାସୀ ଲୋକଙ୍କୁ ମନ୍ତ୍ର ଦୀକ୍ଷା ତନ୍ତ୍ର ପାଣି ସବୁ କଣ ଦଉଛି, ଲୋକ ସେଥିରେ ଭଲ ହଉଛନ୍ତି, ରୋଗ ଭଲ କରୁଛନ୍ତି। ମୁଁ କହିଲି ଯେ ମୋ କାମ ଆରମ୍ଭ ହେଇଗଲା। ବର୍ତ୍ତମାନ ଶୈତାନ ବାହାରିଲା। ମୋ ସାଥିରେ ଡକ୍ଟର ଉମେଶ ପତ୍ରୀ ମରିଗଲେଣି, ସେ ମୋ ରିସର୍ଚ୍ଚ ସ୍କଲାର ଲେକ୍ଚର ଥିଲେ। ମିଶିକିରି ଆମେ ଗଲୁ ସେଠିକି। ଦେଖିଲି ଗୋଟେ ଆଦିବାସୀ ଗୋଟେ ପଥର ମୂର୍ତ୍ତି ଧରିକି ବସିଛି, ଆଉ ଗୋଟେ ସିନ୍ଦୁର ବୋଳି ଦେଇଛି। ଏଠୁ ମୁଁ ପ୍ରାଜ୍ଞ ସେତେବେଳେ ଯାଇକି ପ୍ରଶ୍ନ କଲି ଯେ ଇଏ କିଏ? ନା ଇଏ ଆମ ମହାପୁରୁ ତ ବୋଲେ ଠେଲି ଦେଲେ ତ ସେ ଗଡିଯିବ, ତାର ପ୍ରାଣ କାହିଁ? ମହାପୁରୁଷ ସେ ବଞ୍ଚିବ କେମିତି? ସେ ସାଙ୍ଗେ ସାଙ୍ଗେ ଆଦିବାସୀ କହିଲା, ତୁ ତାକୁ ପ୍ରାଣ ଦେଲେ ସିନା ପ୍ରାଣ ପାଇବ ବାବୁ, ତୁ ପ୍ରାଣଟା ଦେଇଛୁ ନା, ତାକୁ ଦେଲେ ସେ ପାଇବ। ସେଠୁ ଆସିଲା ପରେ ରାତି ଯାକ ମୁଁ ଶୋଇନି। ସେ ଗୋଟିଏ କଥା ଯେ ମୁଁ ଯାହାକୁ ପ୍ରାଣ ଦେଇଛି ସେ ପ୍ରାଣ ପାଇଛି, ନହେଲେ ଜଗତ ମୃତ। ଆପଣ ଯାହାକୁ ପ୍ରାଣ ଦେବେ ସେ ହିଁ ପ୍ରାଣ ପାଇବ। ଆପଣ ଯଦି ଗୋଟେ ପ୍ରେମିକାକୁ ପ୍ରାଣ ଦେବେ ସେ ପ୍ରେମିକା ହବ, ଗୋଟେ ଝିଅକୁ ପ୍ରାଣ ଦେଇଦେଲେ ସେ ପ୍ରେମିକା ହେଇଯିବ, ଗୋଟେ ପଥରକୁ ପ୍ରାଣ ଦେଲେ ସେ ଈଶ୍ୱର ହେଇଯିବ। ଏବଂ ମୁଁ ସେ ସମୟରେ ଯାହାକୁ ପ୍ରାଣ ଦେଇଛି ସିଏ ପ୍ରାଣ ପାଇଛି। ଆପଣ ଦେଖିବେ ଗୋଟେ ଅଚିହ୍ନା ସହରରେ ଆପଣ ବୁଲୁଥିବେ, ଅନ୍ୟମନସ୍କ ଭାବରେ, ଉଦାସ ଭାବରେ ଦେଖିବେ ଗୋଟେ ଚିହ୍ନା ଲୋକ ମିଳିଗଲା, ଆପଣଙ୍କ ଛାତିଟା ଆନନ୍ଦ ହେଇଯିବ। ତାର କାରଣ ଆପଣ ସେ ଚିହ୍ନା ଲୋକଠୁ କିଛି ପ୍ରାଣ ଦେଇଛନ୍ତି। ମୁଁ ଗଳ୍ପ ଲେଖାରେ କେତେ ପ୍ରାଣ ଦେଇଛି ଚରିତ୍ର ମାନଙ୍କୁ, ତାପରେ ଡିପେଣ୍ଡ କରୁଛି ମୋ ଗଳ୍ପ ମୁଁ ପ୍ରାଣ ଦେଇଛି। ମୁଁ ଯଦି ପ୍ରାଣ ଦେବି ତାହେଲେ ଗୋଟେ ଗଳ୍ପ ଜୀବନ ନାଶ ପାଇବ, ମୁଁ ପ୍ରାଣ ଦେଇନି ମାନେ ପାଇବନି। ମୁଁ ସେ ଗୋଟେ ବୁଝେ। ମୁଁ ଫିକ୍ସନ ଲେଖେ, ନନ୍ ଫିକ୍ସନ ଲେଖେ, ଯାହା ଲେଖେ ମୁଁ କେତେ ପ୍ରାଣ ଦେଇଛି ସେଇଟା ଉପରେ ଡିପେଣ୍ଡ କରୁଛି ଗଳ୍ପ। ଧନ୍ୟବାଦ, ବଢିଆ କହିଲେ ପ୍ରକାଶ ଭାଇ। ଏବେ ଆସିବା ଆମେ ଶୁଭ୍ରାଂଶୁ ପଣ୍ଡାଙ୍କ ପାଖକୁ। ସଂକ୍ଷେପରେ ଉତ୍ତର ଦେବେ ଯେହେତୁ ସମୟ ସରି ଆସୁଛି। ତେବେ ଆପଣଙ୍କ ଗଳ୍ପ ଭିତରୁ ଅନେକ ଗଳ୍ପଙ୍କ ଭିତରୁ ଗୋଟିଏ ଗଳ୍ପ, ଚର୍ଚ୍ଚିତ ଗଳ୍ପ ବୁଢା ରାଜା ଅଛି ଏବଂ ଅନ୍ୟାନ୍ୟ ଗଳ୍ପ ବି ଅଛି। ତେବେ ଆମେ ଯେତେବେଳେ ଫିକ୍ସନ ଲେଖୁ, ବିଶେଷ କରି ଆମେ ଗଳ୍ପ କିମ୍ବା ଉପନ୍ୟାସ ଲେଖୁ, ସେତେବେଳେ ସମାଜର ସମସ୍ୟାକୁ ଆଖି ଆଗରେ ରଖିକିରି ଲେଖିବା କେତେ କଷ୍ଟ। ଯାହା ମୁଁ ଟିକେ ଆଗରୁ କହୁଥିଲି ଯେ ଆମେ ବାସ୍ତବତା ଲେଖୁ, ନହେଲେ ଏହା ବାସ୍ତବତା ହଉ ବୋଲି ଭାବିକି ଗୋଟେ ସ୍ୱପ୍ନର ବାସ୍ତବତା ତିଆରି କରୁ ମନରେ, ତାକୁ ଲେଖୁ। କେବେ ନା କେବେ ଆମର ସ୍ୱପ୍ନ ଯେ ପୃଥିବୀଟା ଏମିତି ହେଇଯାଉ, ଏ ଲୋକମାନେ ଏମିତି ପାଆନ୍ତୁ। ଯଦି ସେଇ କେବଳ ବୁଢା ରାଜା କଥା ମୁଁ କହିବି, ଗପ କଥା କହିବି, ସେଇଟା 4-5ଟି ଭିନ୍ନ ଭିନ୍ନ ସତ୍ୟ ଘଟଣାକୁ ମିଶେଇ ଗୋଟେ ଚରିତ୍ର ତିଆରି ହେଇଛି। ହିଁ କାହାଣୀ, ଆମେ କାହାଣୀ ଲେଖିଲା ସେୟା କରୁ। ବୁଢା ରାଜା ହଉଛି ଆମର ଯୋଉ ଲୋୟର ଇନ୍ଦ୍ର ଡ୍ୟାମ ପଡିଆଳ ପାଖରେ ହେଇଛି। 2020 ମସିହାରେ ତାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ତାପରେ ମୁଁ ଯାଇଥିଲି ସେଠି। ଯାଇଥିଲି କଣ, ଖବର କାଗଜରେ କିଛି ନ୍ୟୁଜ ପଢିଲି, 2-4ଟା ନ୍ୟୁଜ। ଯେମିତି କି ଲୋକ ପ୍ରଥମ କିସ୍ତି ପାଇଛନ୍ତି, ଛାଡିକି ପଳେଇଛନ୍ତି, ଡିସପ୍ଲେସମେଣ୍ଟ ହେଇଛି, ପ୍ରଥମ କିସ୍ତି ପାଇଛନ୍ତି, ଘର କରିବେ ବୋଲି ଖବର ପାଇଯାଇଛି। କିଏ ଏ ଯୋଉ ସିସୋର ଫିସୋର ସବୁ ହେଲେନି, ସବୁ ଯୋଉ ଚିଟ୍ ଫଣ୍ଡ କମ୍ପାନୀ, ସେ ତାପର ସ୍କୁଟର ଧରିକି ଆସି ପହଞ୍ଚ, ଯେ ପଇସା ଥୋଇଦେ, 3 ବର୍ଷରେ 2 ବର୍ଷରେ ତୋର ପଇସା ଡବଲ ହେଇଯିବ। ଇଏ ଆଉ ଘର ନ କରିକି କହିଲେ ଆହୁରି କିସ୍ତି ପାଇବି, ଦେଇଛି। ବର୍ତ୍ତମାନ ସମସ୍ୟା ହଉଛି, ଲ୍ୟାଣ୍ଡ ଆକ୍ୱିଜିସନ ଅଫିସର କହୁଛି ତୁ ଘର ତିଆରି କଲେ ଯାଇକି ତୋର ସେକେଣ୍ଡ କିସ୍ତି ଦିଆଯିବ, ନହେଲେ ଦିଆହବନି, ତୁ ଆରମ୍ଭ କରୁନୁ ଘର। ପୁଣି ଲାଞ୍ଚ ମାଗୁଛି ସେକେଣ୍ଡ କିସ୍ତି ଦେବା ପାଇଁ, ଯେ ଘର କରିଦେଇଛି। ଏମିତି 4-5ଟା ସମସ୍ୟା। ଯେମିତି କି ଆଉ ଗୋଟେ ସମସ୍ୟା ଥିଲା, 2ଟା ଲୋକ ମାଛ ଧରିବାକୁ ଯାଇଛନ୍ତି, 2ଟା ଲୋକ, ମୋ ଉପରେ 3ଟା ସେଟା କରାଇ, ସେ ପାଣି ହଠାତ୍ ବଢି ଯାଇଛି ଡ୍ୟାମରେ, ଗଛ ଉପରେ ଚଢିକି ଫସୁଛନ୍ତି ରାତି ଯାକ, ପାଣି ଖସିଲେ ଫେରିବେ ବୋଲି। ଏମିତି 4-5ଟା କାହାଣୀକୁ ମିଶେଇକି ମୁଁ କାହାଣୀଟା କରିବି ବୋଲି ଭାବିଲି। ତାପରେ ଭାବିଲି ଯେ ମୁଁ ଏଇଠି ବସିକି ଖବରକାଗଜରୁ ପଢିକି ଷ୍ଟୋରିଟା ସିନା ଲେଖିଦେବି, କିନ୍ତୁ ସେ ଜାଗାକୁ ମୋ ଚରିତ୍ରଟି କୋଉ ରାସ୍ତାରେ ଚାଲିବ, ସେ ପାଣିଟା ଦେଖିବାକୁ କେମିତିଆ, ଡ୍ୟାମଟା କେମିତିଆ, ନ ଦେଖିକି ମୁଁ ଖବରକାଗଜରୁ ପଢିକି କେମିତି ଲେଖିବି। ତ ମୁଁ ସେ ଜାଗାକୁ ଗଲି। ମିୟୋଗ, ସେଠି ଆମର ମିୟୋଗ ପାତ୍ର ସେ ରହୁଥିଲା। ମୁଁ ଯାଇକି ସେଠି 4 ଦିନ ରହିଲି, ସେ ଡ୍ୟାମ ଏରିଆ ବୁଲିଲି। ତ ମୁଁ ମୋର ନିଜେ ଗୋଟେ କାଳ୍ପନିକ ରୁଟ୍ ତିଆରି କଲି, ଯେ ମୋ ଚରିତ୍ରଟା ଏଇ ଡ୍ୟାମ ଉପରେ ଏମିତି ଆସିବ, ଯୋଉ ଗଛ ଉପରେ ଚଢିବ ସେ ଏଇ ଗଛରେ ଚଢିବ, ଏଇ ଗାଁଟା ଡିସ୍ପ୍ଲେ, ମୁଁ ଗୋଟେ ତିଆରି କଲି ମୋର ମ୍ୟାପ ସେଠି। ତାପରେ ଆସିକି କାହାଣୀଟା ଲେଖିଲି। ଯାହା କହୁଥିଲେ ମାନେ ପ୍ରକାଶ ଭାଇ, ଯେ ଆମେ ପୃଥିବୀ ବଦଳାଇଦେବା ଭାବିକି କାହାଣୀ ଲେଖୁନେ, ଆମେ ନିଜକୁ ବଦଳାଇବା ପାଇଁ କାହାଣୀ ଲେଖୁଛେ। ମୁଁ ସେଠି ଗଲା ପରେ ବା ସେ କାହାଣୀଟା ଲେଖିଲା ପରେ ଅନ୍ତତଃ ମତେ ହାଲକା ଲାଗିଲା ଯେ ମୁଁ କିଛି ଗୋଟେ କଲି ବୋଲି ସେ ଲୋକଙ୍କ ପାଇଁ। ତା ଦ୍ୱାରା ସେ ଲୋକଙ୍କ ଜୀବନ ବଦଳୁ ବା ନ ବଦଳୁ, ମୋ ନିଜ ଭିତରେ ଗୋଟେ ପରିବର୍ତ୍ତନ ଆସିଲା, ଯେ ଏଇ ଯୋଉ ଡ୍ୟାମ ଯୋଗୁଁ ଯୋଉମାନେ ଡିସପ୍ଲେସ ହେଇଛନ୍ତି, ତାଙ୍କର ଯୋଉ ଠାକୁର, ବୁଢା ରାଜା ଠାକୁର, ତାର କେନ୍ଦ୍ରବିନ୍ଦୁ ବୁଢା ରାଜା ଠାକୁର ଯୋଉଟା ବୁଡି ଯାଉଛି ସେ ଦୁମଟି, ତ ତାକୁ ନେଇକି ମୁଁ ଗୋଟେ କାହାଣୀ ଲେଖିପାରିଲି। ତେଣିକି ସେ କାହାଣୀ ପଢିକି କୋଉ ସରକାର ସେ ତାଙ୍କୁ ସୁବିଧା ଦଉ ନ ଦଉ ସେଟା ଦ୍ୱିତୀୟ କଥା, କିନ୍ତୁ କାହାଣୀଟିଏ ଲେଖିଲା ପରେ ଗୋଟେ ଆତ୍ମସନ୍ତୋଷ ମିଳେ, ଯେ ଗୋଟେ ଲୋକ, ସବୁଠୁ ବଡ ସମସ୍ୟା ସେ ମାନେ କାହାଣୀଟା ମତେ କାହିଁକି ଭଲ ଲାଗିଥିଲା, ପହରିଆ ଜନଜାତି, ଗୋଟେ ଟ୍ରାଇବାଲ କମ୍ୟୁନିଟି। ନୂଆପଡାଟା ହଉଛି ଛତିଶଗଡ ଓଡିଶା ବର୍ଡର, ମାତ୍ର 25 କିଲୋମିଟର ଗଲେ ଛତିଶଗଡ। ଛତିଶଗଡରେ ପହରିଆ କମ୍ୟୁନିଟି, ଦେ ରେକଗ୍ନାଇଜ୍ଡ ଆଜ ଟ୍ରାଇବାଲ। ଓଡିଶାରେ ଓବିସି ସମସ୍ୟା ଅଛି। ତ ଲୋକ ବର୍ତ୍ତମାନ କଣ କରୁଛନ୍ତି, ଲୋକ ଛାଡିକି ପଳଉଛନ୍ତି, ସେପଟେ ବାହା ହଉଛନ୍ତି।
जे आमे सेपटे सुविधा पाबु ए गोटे समस्याटा भी से कहानी रे एमती 5-10टा भिन्न भिन्न समस्या को से कहानी देखा हिച്ചു ए तो गोटे उपन्यास भी करा जाई पारि थांता अन्य अन्य जो बाकी अन्य कहानी भी अछि गोटे पिलादिन कथा कोटा अन्य कहानी कथा सब कहानी रे एथिरे स्वीकार करे दिधा नै सब कहानी रे आमे निजे हो बा आमे देखिथिया चरित्र माने कोठी कोठी आसन कोठी आसन कहानी आ जो फिक्शन और नॉन फिक्शन होते एति की मु भाबे जे एटा फरक एटा को आमे फिक्शन बोली कहू एटा को नॉन फिक्शन बोली कहू नहले विशेष किछ फरक नाही ता भीतर से कथा कहले प्रकाश भाई धन्यवाद शुभ्रांशु भाई जे शेष प्रश्न आमे आसीबा भीम पृष्टिंग पाखकू भीम भाई एबे आपण रघुराज उपरे रघुराजपुर उपरे आपण काम करूछंती एवं जहा सेठिकार जीवन शैली चित्रपट करूथवा प्रकृत चित्रपट करूथवा ओरिजिनल चित्रपट करूथवा लोक मानकर कोन अवस्था अछि ता उपरे आपण काम करूछंती एवं बहुत शीघ्र से उपन्यासटी आसीयो बोली आमे आशावादी भी किंतु जे ई जो गाँर कथा हो नॉस्टैल्जिया कथा हो किंबा एई समय रे आपण चित्रपट भी लिखुचंती हो समान समय रे एआई भी चलीची चैट जीपीटी भी आसीची एवं आगु को हमर जीवन शैली भी बदलुची किंतु एई सब कहानी आपण समय आगु को समय उपयोगी हबो बोली आपण भाबी चिंता करी लिखंती की मु मने करे हमर उपन्यास गुडी को जे वर्तमान उपन्यास गुडी को जे केवल मनोरंजन आधारित ता नुहे आमे जदि उपन्यास रे प्रकृत उपन्यास को आमे पढ़ापढ़ी करिकरी बा फील्ड स्टडी करिकरी लिखि परिबा आम उपन्यास मध्य आगामी 100 वर्ष कि ता आगु को जाई परिबो सेतरे आम ओडिया माने आम ओडिया रो वासना रहइबो ओडिया माटीर वासना वासना रहइबो तार संस्कृति तार जीवन तार इतिहास तार राजनीति सब दिग को देखि परिबे तेणु सेही गुडी को दृष्टि रखिकरी उपन्यास लेखा जिवा दरकार सदाबेले उपन्यास गुडी को र जो कैनवास रोची निश्चित भाव में आमर जातिर ऐतिह्य बा जीवन बोध सब गुड़िक चित्रता भितर आगामी काली रक्षा चेष्टा करा जिवो जो रघुराजपुर कथा सेटा तो से उपन्यास सरी नहीं चली 4 वर्ष है मुझे उपन्यास जे केवल जे अतीतर कथा कही ना वर्तमान केमती रघुराजपुर अच्छी 50 वर्षर रघुराजपुर कौन थी वर्तमान रघुराजपुर कौन अच्छी से कथा ही चेष्टा करुच्ची देखा कारण जदि गोटे उपन्यास केवल इतिहास डॉक्यूमेंटेशन उपन्यास हेनी उपन्यास सदाबे सांप्रतिक कथा रहा दरकार तेणु से चेष्टा मुझे धन्यवाद भीम भाई तबे जेहेतु आम समय सरी जाइछि एवं पछपटु दुई थर होची हमकु आसिलानी निर्देश आसिलानी तेणु आमे एई निष्कर्ष रे पहुंचीबा जे गप हिसाब रे लेखा जाए एवं समय पर ताहा चर्चा रे हो न रहू से कथा गाल्पिक किंबा उपन्यासिक भाबे नाही चिंता करे नाही उपन्यासिक को किंबा गाल्पिक को जोथिरे गप देखे से जो थे गप ताकू दिसे से ताकू ही नहीं गप करे एवं सेही पर्याय एवं एई जो आमर रास्ता आमर अब्याहत रहिबा कथा एथि पई समस्त को विमर्श रे जोग देथिबारु भीम भाई प्रकाश भाई एवं शुभ्रांशु भाई समस्त को धन्यवाद दर्शक मान को अनेक अनेक धन्यवाद एवं केएलएफ टीम को भी अनेक अनेक थैंक यू सो मच सर इट वाज ग्रेट लिसनिंग टू यू ऑल ना समय समलपुरी में बोल सकते हो ठीक अच्छे आपण मान को समकर बहुत धन्यवाद कि आपण माने आसले ना एबे मुई सर वेद प्रकाश नायक के डाकबार चाहेमी कि से माने आपण को फेलिसिटेट करबे थैंक यू